ମାନେ ଭାଇ କହୁଥିଲେ କି ମାନେ ମୋ ପାଖରେ ଫୋନ ର ରେକର୍ଡିଂ ଗୁଡାକ ବି ଅଛି, କେତେ ଟାଇମ ଆମେ କଥା ହେଇଛୁ କଣ, ବହୁତ ଭଲ ଭାବରେ କଥା ହଉଥିଲେ। ତାଙ୍କୁ ବି ମୁଁ ଜାଣିପାରୁଥିଲି, ଭାଇ ବି ମତେ ସେୟାର କରୁଥିଲେ। ମାନେ ମୁଁ ଯେବେ ବି ରେକର୍ଡିଂ କୁ ଯାଏ କୌଣସି ଗୀତ ନେଇକି, ବେସାହାରା ଗୀତ ମୋ ସାମ୍ନାରେ ପଦେ ବି ତାଙ୍କେ ଗାଆନ୍ତି। ସେଇଟା ଗଲା, ଏତେ ଶୀଘ୍ର ଅର୍ଗାନ କେବେ ଖରାପ ହୁଏନି ଆଜ୍ଞା ଗୋଟେ ମାନେ ମେଡିକାଲ ହିସାବରେ ଦେଖିଲେ। ସେଇଟା ହିଁ ଆଜ୍ଞା ପ୍ରଶ୍ନ ଆଜ୍ଞା ଯେ କାହିଁକି ଏତେ ଏତେ ଜଲ୍ଦି ତାଙ୍କର ଦେହ ଖରାପ ହେଲା, କାହିଁକି ତାଙ୍କର ଆଜ୍ଞା ମଲ୍ଟିପଲ ଅର୍ଗାନ ଗୁଡାକ ଆଜ୍ଞା ଖରାପ ହେଇଗଲା, ଡ୍ୟାମେଜ ହେଇଗଲା, ଆଜ୍ଞା। ଏଇଟା କଣ ହେଇଥାଇପାରେ? ମୃତ୍ୟୁ ପୂର୍ବରୁ ମୁଁ ଗୋଟେ 20 days ପୂର୍ବରୁ ମୁଁ ତାଙ୍କ ସହିତ ଫୋନ ରେ କଥା ହେଇଥିଲି ଆଜ୍ଞା। ଯେତେବେଳେ ଆମେ ମାଟି ଦେବାକୁ ଯାଉଥିଲୁ, ବହୁତ ଭାଇଙ୍କର କିଛି ଅଭୁଲା ସ୍ମୃତି ଗୁଡାକ ବହୁତ ମନେ ପଡୁଥିଲା, ବହୁତ ଦୁଃଖ ଲାଗୁଥିଲା। କାହିଁ ପାଗଳ ପରି ବୁଲୁଛୁ, କାହିଁ ବାଟେ ଚାଲି ଯାଉଛୁ, ମାନି ଯା ଯୀଶୁଙ୍କ କଥା। ହିମାଂଶୁ ସାଗରଙ୍କ ସହିତ ଆପଣଙ୍କର ପ୍ରଥମ ଦେଖା କେମିତି ହେଇଥିଲା? କେବେ ଆପଣ ଷ୍ଟୁଡିଓକୁ ଯାଇଥିଲେ? କେମିତି କୋଉ ଗୀତ ଆପଣ ଆରମ୍ଭ କରିଥିଲେ? ଆଉ କୁହନ୍ତୁ ନିଜର ଏକ୍ସପିରିଏନ୍ସ। ସର୍ବପ୍ରଥମେ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବି, ପୁଣି ଏଡି ଓଡିଆର ସମସ୍ତ ଦର୍ଶକ ବନ୍ଧୁ ଅର୍ଥାତ୍ ସବୁ ଅଡିଏନ୍ସ, ପୁଣି ଆପଣଙ୍କୁ ମୋର କୃତଜ୍ଞତା ଜଣାଏ। ପ୍ରଭୁଙ୍କ ନାମ ଧନ୍ୟ ହଉ। ମୋ ଭଳି ଛୋଟିଆ କଳାକାରଙ୍କୁ ଏତେ ବଡ କଳାକାର ଅର୍ଥାତ୍ ସଙ୍ଗୀତର ରାଜା, ସଙ୍ଗୀତର ହୀରା, ପୁଣି ଓଡିଶାର ଏକ ନାମୀ ଦାମୀ ଆଗ ଧାଡିର କଳାକାରଙ୍କ ବିଷୟରେ କିଛି ପଦେ କହିବା ପାଇଁ ସୁଯୋଗ ଦେଇଥିବାରୁ ଆପଣଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଦିଏ ଆଜ୍ଞା। ଦେଖନ୍ତୁ ଆଜ୍ଞା, ପ୍ରଥମ ଦେଖା ମୋର ହେଇଥିଲା ଆମର, ଆପଣ ଗୀତ ଶୁଣିଥିବେ, ଆଉ ପ୍ରଭୁଙ୍କର ଗୌରବ ନିମନ୍ତେ ସେଇ ଗୀତ ସ୍ଥାନେ ସ୍ଥାନେ ବ୍ୟବହାର ହଉଛି, ଆଜି ବି ଚାଲିଛି। ଏଇ ଗୀତଟି ଆମର କାହିଁ ପାଗଳ ପରି ବୁଲୁଛୁ ଟାଇଟେଲଟି ଥିଲା। ସେଇ ସମୟରେ ମୋର ହିମାନ ଭାଇଙ୍କ ସହିତ ଦେଖା ହେଇଥିଲା। ଆଉ ଯେତେବେଳେ ମୋର ମାନେ ଦେଖା ହେଲା, ପ୍ରଭୁଙ୍କର ଯୋଜନା ଅନୁସାରେ ସେଇ ଗୀତଟି ମୁଁ ପ୍ରଥମରେ ରେକର୍ଡିଂ କରିଥିଲି। ସେଇ ଗୀତ ଯେତେବେଳେ ମୁଁ ତାଙ୍କୁ ଡମିଟି ଶୁଣେଇଲି, ତାଙ୍କେ ବହୁତ ଖୁସି ହେଲେ, ବହୁତ ଖୁସି ହେଲେ। ପୁଣି ପ୍ରଭୁଙ୍କର ମାନେ ପ୍ରଶଂସା ନିମନ୍ତେ ବହୁତ ସୁନ୍ଦର ଭାବରେ ସମୟ ଦେଲେ, ବହୁତ ସୁନ୍ଦର ଭାବରେ ଗାଇଥିଲେ, ଯୋଉ ଦ୍ଵାରା ସେଇ ଗୀତ ଦ୍ଵାରା ଆଉ ମାନେ ଈଶ୍ୱର କିଏ, ପ୍ରଭୁ ମାନେ କିଏ, ଆମର ସତ୍ୟ ଈଶ୍ୱର କିଏ, ଆଉ ଓଡିଶାର କୋଣେ କୋଣେ ମାନେ ପ୍ରଭୁଙ୍କର ଗୋଟେ ପରିଚୟ ଗଲା। ପୁଣି ତାଙ୍କ ଭଏସ ଦ୍ଵାରା ମୁଁ ପ୍ରାଉଡ ଫିଲ୍ କଲି କି ମାନେ ଗୀତ ଯେତେବେଳେ କି ରିଲିଜ ହେଲା, ମାନେ ସ୍ଥାନେ ସ୍ଥାନେ ବିଜାତି ଭାଇ ମାନେ, ଭଉଣୀ ମାନେ ସମସ୍ତେ ସେଇ ଗୀତକୁ ଭଲ ପାଇବାରେ ବସିଲେ। ପୁଣି ଗୀତଟି ପ୍ରଭୁଙ୍କର ଉଦ୍ଦେଶ୍ୟରେ ଆଉ ବ୍ୟବହୃତ ହେଇପାରୁଛି, ଆଜି ବି ଚାଲିଛି ସେଇ ଗୀତ। ଏଥିପାଇଁ ମୁଁ ବହୁତ ଖୁସି ତାଙ୍କ ଭଏସରେ। କିନ୍ତୁ ମାନେ ଦୁଃଖର ବିଷୟ, ଆମର ବହୁତ ଆଶା ଥିଲା କି ଆଗକୁ ମାନେ ବହୁତ 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 ପୁଣି କାମ କରିକି ପ୍ରଭୁଙ୍କର ମାନେ ସୁସମାଚାର ଆଉ ଗ୍ରାମେ ଗ୍ରାମେ କୋଣେ କୋଣେ ଆଉ ଯେମିତି କି ତାଙ୍କ ଭଏସ ଦ୍ଵାରା ପହଞ୍ଚେଇ ପାରିବି, ସେଇ ଆଶା ଥିଲା। କିନ୍ତୁ ଆଜି ଅଧୁରା ହେଇକି ରହିଗଲା। ତାଙ୍କେ ଗୋଟେ ବହୁତ ମାନେ ଭଲ ମଣିଷ, ବହୁତ ଭଲ ବ୍ୟବହାର ତାଙ୍କର ଗୋଟେ ଏମିତି ମାନେ କଣ କହିବେ, ଏମିତି ଗୋଟେ ମାନେ ତାଙ୍କର ବ୍ୟବହାର ଯେ କୌଣସି କଳାକାରକୁ ତାଙ୍କେ ମାନେ ତଳେ ରଖିବେ ନାହିଁ। ଆଉ ଛୋଟ ହଉ କି ବଡ ହଉ କି ସମସ୍ତଙ୍କୁ ମାନେ ସମାନ ରେସ୍ପେକ୍ଟ ଦେବେ। ସମସ୍ତଙ୍କ ସହିତ ତାଙ୍କର ଭଲ ବ୍ୟବହାର ଥିଲା। ଆଉ ମାନେ ପ୍ରାଉଡ ଫିଲ୍ ଲାଗେ କି ମାନେ ଆମର ଖ୍ରୀଷ୍ଟୀୟ ସମାଜରେ ଗୋଟେ ମାନେ ଆଉ ଗାୟକ ମାନେ ହିନ୍ଦୀ ସିଙ୍ଗର, ମାନେ ଅର୍ଥାତ୍ ଓଡିଶାର ଅରିଜିତ ସିଂ, ଓଡିଶାର ଉଦିତ ନାରାୟଣ, ଓଡିଶାର କୁମାର ସାନୁ ଆଉ ହଉଛନ୍ତି ଆମର ହିମାନ ଭାଇ ଥିଲେ। ଆଉ ଯେତେବେଳେ ତାଙ୍କେ ଗାଇବା ଷ୍ଟାର୍ଟ କଲେ, ହିନ୍ଦୀ ସିଙ୍ଗର ଗୁଡାକ ଓଡିଶାରେ ବହୁତ ମାନେ ଲୋପ ପାଇଗଲେ, ଯୋଉ ଦ୍ଵାରା ଛୋଟ ବଜେଟ ରେ ପ୍ରୋଡ୍ୟୁସର ମାନେ ତାଙ୍କ ସହିତ କାମ କରିପାରୁଥିଲେ। ପୁଣି ଲୋକମାନେ ବହୁତ ଖୁସିରେ ତାଙ୍କ ଗୀତ ଦ୍ଵାରା ଆଉ ବହୁତ ମାନେ ଆନନ୍ଦ ପାଉଥିଲେ। ତ ପ୍ରଥମ ଦେଖାରେ ହ୍ୟୁମାନ ଆପଣଙ୍କ ସହିତ କେମିତି ବିହେଭ ଥିଲା ତାଙ୍କର? ଆପଣଙ୍କର ଗୀତ ଯୋଉ ରେକର୍ଡ ହେଉଥିଲା ସେ ସମୟରେ ତାଙ୍କର ଆପଣଙ୍କୁ ସେ କେଉଁ ପ୍ରକାର ଭାବରେ ଦେଖୁଥିଲେ? ନା ଏମିତି ଗୋଟେ ସେଲିବ୍ରିଟି ଟାଇପ, ନା ଆମ ପରି ଭାଇ ଭାଇ ପରି ଦେଖୁଥିଲେ?
ନା 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 ତାଙ୍କେ ମାନେ ତାଙ୍କର ଗୋଟେ ବହୁତ ଭଲ ଗୁଣ ଥିଲା ଆଜ୍ଞା ମାନେ ଆଉ ସମସ୍ତଙ୍କୁ ସେ ନିଜ ଭାଇ ଭଳିଆ ଦେଖେ ମାନେ ତାଙ୍କର ଗୋଟେ ସେଇ ବ୍ୟବହାର ସବୁଠୁ ବହୁତ ବେଟର ମାନେ ନିଜ ଭାଇ ଭଳି ମାନେ ଭାବିକି ତାଙ୍କେ ମାନେ ବହୁତ ସମୟ ଦିଅନ୍ତି ଅବଶ୍ୟ ତାଙ୍କର ମାନେ ଯେତେ ମାନେ ପାରିବାରିକ ଚିନ୍ତା ଥାଉ ଆଉ ଯାହା ଥିଲେ ବି ରେକର୍ଡିଂ କୁ ଆସିବାର ପୁଣି ବହୁତ ମୋ ସହିତ ମାନେ ନିଜ ମାନେ ଭାଇ ଭଳିଆ ହିଁ ଆମେ କାମ କରିକି ଲୋକମାନଙ୍କ ପାଖକୁ ଗୀତ ପହଞ୍ଚାଉଥିଲୁ। ଆପଣଙ୍କର ଗୋଟେ ମୁଁ ଭିଡିଓ ଦେଖୁଥିଲି ଯେ ଆପଣଙ୍କ ଗୋଟେ କୋଉ ଗୀତର ଗୋଟେ ମିଲିୟନ ଭ୍ୟୁଜ ଗଲା ପାଇଁ ଆପଣ ତାଙ୍କ ସହିତ ଗୋଟେ ସେଲିବ୍ରେସନ କରିଥିଲେ କେକ୍ ସେଲିବ୍ରେସନ। ଆଜ୍ଞା ତ ସାର୍ ଆଜ୍ଞା ସାର୍ ଆଜ୍ଞା ସେଥିର ଏକ୍ସପିରିଏନ୍ସ ଟିକେ ଆପଣ କୁହନ୍ତୁ ଯଦି ଦୁଃଖ ଲାଗିବ ନାହିଁ ତାହେଲେ। ଆଜ୍ଞା ସାର୍ ସେଇ କଥା ତ ମାନେ ମନେ ପଡିଲେ ଆଜି ବି ଭାଇ ବହୁତ ମାନେ ମନେ ପଡୁଛନ୍ତି ସେଇ ଗୀତ ଯେତେବେଳେ ଫାଷ୍ଟ ଗୀତ ମୋର ମିଲିୟନ୍ସ ମାନେ କ୍ରସ୍ କଲା ଆଉ ଭାଇ ନିଜେ ହିଁ କହିଲେ କି ମୁଁ ଯେତେବେଳେ ଆଉ ଗୋଟେ ଗୀତ ପାଇଁ ମୁଁ ରେକର୍ଡିଂ ପାଇଁ ଗଲି ସେଇ ଟାଇମରେ ତାଙ୍କେ ମୁଁ ମାନେ ଭାବିନଥିଲି କି ତାଙ୍କେ ଗୀତଟା ସର୍ଚ୍ଚ କରିଥିବେ ଦେଖିଥିବେ ମୋର ଏତେ ସବୁ ମାନେ ଆଇଡିଆ ନଥିଲା ଯେତେବେଳେ ମୁଁ ପହଞ୍ଚିଲି ଷ୍ଟୁଡିଓକୁ MRRରେ ଆଉ ତାଙ୍କେ ମତେ ଦେଖିକି ହିଁ ତାଙ୍କ ଆଡୁ କହିଲେ କି ଭାଇ ଆମ ଗୀତ ଚାଲିଛି ମତେ ବହୁତ ମାନେ ନିଜ ଆଡୁ କହିଲେ ଆଜ୍ଞା 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 ଆଉ ତାଙ୍କେ କହିଲେ କି ମାନେ ଭାଇ ଆମ ଗୀତ ଚାଲିଛି ମାନେ ମୁଁ ସେମାନଙ୍କୁ ପ୍ରଣାମ କରିକି ମାନେ ପ୍ରେଜ ଦେଲା କହିଲି ତାଙ୍କେ କହିଲେ ନିଜ ଆଡୁ ଆଉ ମାନେ ଭାଇ ଆମ ଗୀତ ଚାଲିଛି ମୁଁ ଭାବିଲି ଭାଇ ଦେଖୁଛନ୍ତି ସେ ନିଜ ଆଡୁ କହିଲେ ମାନେ ଆମ ଗୀତ ଚାଲିଛି ଆମ ଗୀତ ମାନେ ଏତେ ଗୋଟେ ଖୁସି ଲାଗିବ ନିହାତି ନା। ଆଜ୍ଞା ଆଜ୍ଞା ବହୁତ ଖୁସି ଲାଗିଲା ପୁଣି ଆମେ ମାନେ ପରସ୍ପର କଥା ହେଇକି ସେଇଠି ସେଲିବ୍ରେଟ କରିଥିଲୁ ବହୁତ ଖୁସିର ସହିତ ଆମେ ପ୍ରାର୍ଥନା କରିକି ସେଇ ଗୀତ ଦ୍ଵାରା ଆମେ ସେଲିବ୍ରେଟ କରିକି ମାନେ ଓଡିଶାବାସୀକୁ ଆମେ ଆଉ ସେଇଟା ଦର୍ଶାଇଥିଲୁ। ତ ସେଇ ଗୀତଟା କୋଉ ଚ୍ୟାନେଲରେ ରିଲିଜ ହେଇଥିଲା ଭାଇ? ଆମର ବିଜୟ ମାଝି ଅଫିସିଆଲ ଆପଣ ଜାଣିଥିବେ ସେଇଠି ରିଲିଜ ହେଇଥିଲା ସେଇ ଚ୍ୟାନେଲ ରିଲିଜ ହେଇଥିଲା। ତାପରେ ପରେ କୋଉ ଗୀତ କରିଥିଲେ ଆପଣ ଆଉ କୋଉଟା ଭଲ ଚାଲିଥିଲା? ତାପରେ ପରେ ଆଉ କହିବାକୁ ଗଲେ ମାନେ ହ୍ୟୁମାନ ଭାଇଙ୍କର ମାନେ କହିଲେ ମାନେ ଭୁଲ ହେଇପାରେ କିନ୍ତୁ ମୁଁ ଯେବେ ବି ରେକର୍ଡିଂ କୁ ଯାଏ କୌଣସି ଗୀତ ନେଇକି ବେସାହାରା ଗୀତ ମୋ ସାମ୍ନାରେ ପଦେ ବି ତାଙ୍କେ ଗାଆନ୍ତି ସେଇଟା ମାନେ ଷ୍ଟୁଡିଓ ରେକର୍ଡିଷ୍ଟ ବି ଜାଣିଛନ୍ତି ପୁଣି ମାନେ ପ୍ରାୟ ପ୍ରଡ୍ୟୁସର ମାନେ ବି ଜାଣିଛନ୍ତି ଆଉ ହ୍ୟୁମାନ ଭାଇଙ୍କର ମାନେ ବହୁତ ମାନେ ଫେଭରେଟ ଥିଲା ସେଇ ଗୀତ ବେସାହାରା ସେଇ ଗୀତ ରେକର୍ଡିଂ ରେ ବହୁତ ଟାଇମ ଦେଇଥିଲେ ପୁଣି ସେଇ ଗୀତ ରେକର୍ଡିଂ ଟାଇମରେ ଲିରିକ୍ସ ୱିଥ କମ୍ପୋଜିସନ କୁ ଧରିକି ସେ ବହୁତ ମାନେ ଦୁଃଖରେ ସେ ଗୀତ ଗାଇଥିଲେ ପ୍ରଭୁଙ୍କ ଦୟାରୁ ସେଇ ଗୀତ ବି ଓଡିଶାର କୋଣେ କୋଣେ ପହଞ୍ଚିବାରେ ସାହାଯ୍ୟ କରିଥିଲେ ତାଙ୍କ ଭଏସ ରେ ବହୁତ ଖୁସି ହଉଥିଲେ ସେଇ ଗୀତ ପାଇଁ ସ୍ପେସିଆଲି। ବେସାହାରା জীবন সারা ଭାଇ ଖ୍ରୀଷ୍ଟିଆନ କିନ୍ତୁ ଯେତେବେଳେ ସେ ମାନେ ଆପଣଙ୍କର ଗୀତ ଗୁଡିକ ସେ ରେକର୍ଡ କରୁଥିଲେ ନିଜସ୍ୱ କିଛି କ୍ରିଏଟିଭିଟି ଆଡ କରୁଥିଲେ ନା ନାଇଁ? ଆଜ୍ଞା ସାର୍ ମାନେ ଦେଖନ୍ତୁ ମାନେ ଏମିତି କଣ୍ଠଶିଳ୍ପୀ ତାଙ୍କେ ଗୋଟେ ମାନେ କୋଉ ଟାଇପ ର କମ୍ପୋଜ ନେଲେ ବି ତାଙ୍କ ଷ୍ଟାଇଲ ରେ ତାଙ୍କ ମାନେ ଢଙ୍ଗରେ ତାଙ୍କ ମାନେ ହାରକତ ଗୁଡାକ ଯେତେବେଳେ ତାଙ୍କେ ଆଡ କରନ୍ତି ନିଜ ଷ୍ଟାଇଲ ରେ ସେଇ ଗୀତଟି ମାନେ 50% ଭଲ କମ୍ପୋଜ ଥିଲେ ବି ତାଙ୍କେ ନେବା ପାଇଁ ଚାହାନ୍ତି 100% ଭଲ କରିକି ମୁଁ ଏ ଗୀତକୁ ଆଉ ଓଡିଶାବାସୀକୁ ଦେବି ତ ତାଙ୍କ ପାଖରେ ଗୋଟେ ବହୁତ ମାନେ ଭଲ ଗୁଣ ଥିଲା ବହୁତ ଆଇଡିଆ ଥିଲା ଆଉ ବହୁତ ମାନେ ଗାଇବାର ଶୈଳୀ ଥିଲା ଯୋଉ ଦ୍ଵାରା ସବୁ ଗୀତ ତାଙ୍କର ହିଟେଡ। ଆପଣଙ୍କର ଆଉ ଗୋଟେ ଗୀତ ମଧ୍ୟ ହିଟ୍ ହେଇଥିଲା ବହୁତ ମାନେ 2 ମିଲିୟନ ପ୍ଲସ ତ ଗୀତ ମୁଁ ସେ ଗୀତର ମନେ ପଡୁନାହିଁ ସେଇଟା ଅନ୍ୟ ଚ୍ୟାନେଲ ବୋଧେ ପଡିଥିଲା। ଆଜ୍ଞା ଆଜ୍ଞା ସେଇ ଗୀତଟା ଆମର ଯୀଶୁ ନାମେ ମହିମା କହି ମହିମା ଆଜ୍ଞା ସେଇ ଗୀତଟା ଯେତେବେଳେ ପ୍ରତିଭା ଷ୍ଟୁଡିଓରେ ରେକର୍ଡିଂ ହେଲା ଆଜ୍ଞା ସେଇ ଦିନ 3ଟା ଗୀତ ରେକର୍ଡିଂ ଥିଲା ଆଜ୍ଞା ମୋର ରେକର୍ଡିଂ ଥିଲା 3 ନମ୍ବର ଗୀତଟି ଆଜ୍ଞା କିନ୍ତୁ ଯେତେବେଳେ ହ୍ୟୁମାନ ଭାଇ ଡମି ଶୁଣିଲେ ତାଙ୍କେ କହିଲେ ମୁଁ ଫାଷ୍ଟ ଏହି ଗୀତଟା ଗାଇବି କହିଲେ ଆଉ ଗାଇଲା ପରେ ପରେ ମାନେ କମ୍ପୋଜିସନ ଶୁଣିକି ହିଁ ତାଙ୍କେ ମତେ ସେଇଠି ହିଁ କହିଥିଲେ ଗୀତଟା ମାନେ ବହୁତ ହିଟେଡ ହବ ସୁନ୍ଦର ଭାବେ ବୋଲି କହିଥିଲେ କିନ୍ତୁ ମୋର ଆଶା ନଥିଲା ଯେତେବେଳେ ଗୀତ ଗାଇ ସରିଲେ ଡବିଂ ଟା ଯେତେବେଳେ କମ୍ପ୍ଲିଟ ହେଲା ମୁଁ ଭାବିଲି ଯେ ଗୀତଟା ସମସ୍ତଙ୍କୁ ଭଲ ଲାଗିବ ମାନେ ପ୍ରଭୁଙ୍କର ଯୋଜନା ଇଚ୍ଛା ସେଇ ଗୀତଟି ସବୁ ଜାଗାରେ ମାନେ ବାଜିଲା ଆଜ୍ଞା ବହୁତ ଖୁସି ଆମେ ବି
ସେ ଗୀତ ପାଇଁ। ନାଇଁ ସେ ଗୀତ ବହୁତ ଭଲ ଗୀତ ହେଇଥିଲା ଆଉ ବହୁତ ଲୋକ ବି ଦେଖିଲେ। ମୁଁ ସେଇଟା ସେଥିପାଇଁ ସେ ଗୀତ ପାଇଁ ମୋତେ ଖୁସି ଅଟେ। ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ସାର୍। ମୁଁ ଆଉ ଗୋଟେ କଥା ମୁଁ ଆପଣଙ୍କୁ ପଚାରିବାକୁ ଚାହିଁବି ଭାଇ, ଯୋଉ ଆମର କାହିଁ ପାଗଳ ପରି ବୁଲୁଛୁ ଗୀତ ଯେତେବେଳେ ରେକର୍ଡ ହେଲା ସେଇ ସମୟରେ ବୋଧେ ସେ ଖ୍ରୀଷ୍ଟୀୟ ଗୀତ ଗୁଡିକ ଗାଇବାର ମାନେ ବ୍ରେକ୍ ପରେ ଆପଣଙ୍କ ଗୀତ ଗାଇଥିଲେ ବୋଲି ମୁଁ ଶୁଣିବାକୁ ପାଇଛି। ତ ସେଇ ସମୟରେ କେମିତି ସେ ଏଲାଉ କଲେ ଆପଣ? ଆଜ୍ଞା ସାର୍ ଶୁଣନ୍ତୁ, ଆକ୍ଚୁଆଲି ମାନେ ଆମର ଆକ୍ଚୁଆଲି ଗଜପତି ଡିଷ୍ଟ୍ରିକ୍ଟ ପାରଳାଖେମୁଣ୍ଡି ଆମର। ତ ପ୍ରଥମ ଗୀତ ମାନେ ଆମ ଡିଷ୍ଟ୍ରିକ୍ଟ ରୁ ଯାଇଥିଲା ଆମର ସଙ୍ଗୀତ ନିର୍ଦ୍ଦେଶକ ଜିତେନ କୁମାର କରାଡେ ସାର୍ଙ୍କର। ସେଇ ଗୀତ ତାଙ୍କେ ଗାଇଥିଲେ। ଗାଇଲା ପରେ ପରେ କିଛି ଗୀତ ରେକର୍ଡିଂ ହେଇଥିଲା। ପୁଣି 2 years ତାଙ୍କେ ବ୍ରେକ୍ କରିଦେଇଥିଲେ କୌଣସି କାରଣ ବ୍ୟସ୍ତତା ସକାଶୁ। ତା ପରେ ପରେ ପ୍ରଭୁଙ୍କର ଯୋଜନା ଅନୁସାରେ ଏହି ଗୀତଟା ଆମେ କରିଥିଲୁ, କାହିଁ ପାଗଳ ପରି ବୁଲୁଛୁ। ତାଙ୍କେ ଯେତେବେଳେ କମ୍ପୋଜିସନ ତାଙ୍କେ ବାଛିକି ଗାଉଥିଲେ, କୋଉ କମ୍ପୋଜ କୋଉ ଟାଇପର ଆଉ ତାଙ୍କେ ମାନେ ଦେଖିକି ଗାଉଥିଲେ। ତ ସେଥିପାଇଁ ତାଙ୍କେ ଟିକେ ରୋକି ଯାଇଥିଲେ। କିନ୍ତୁ ଯେତେବେଳେ ସେଇ ଗୀତ ଗାଇଲେ ତାପରେ ପରେ ଅନେକ ଗୀତ ତାଙ୍କେ ଗାଇଲେ, ଅନେକ ଗୀତ ପୁଣି ବାହାରିଲା, ପ୍ରଭୁଙ୍କର ମହିମା ହେଲା। ତ ଆପଣଙ୍କର ଗୀତ ପ୍ରଥମ ଥର ପାଇଁ ଯେତେବେଳେ ଷ୍ଟୁଡିଓ ଭର୍ସନ ହେଇକି ଆସିଥିଲା, ଆପଣଙ୍କର କେମିତି ମାନେ ଖୁସିଟା ମାହୋଲଟା କେମିତି ଥିଲା? ବହୁତ ବଢିଆ କଥା ଗୋଟେ ପଚାରିଲେ ଆଜ୍ଞା, ଥ୍ୟାଙ୍କ ୟୁ ସୋ ମଚ୍। ନାଇଁ ମୋ ଜୀବନର କଥା କହିଲି ମୁଁ ଏଇଟା ମୁଁ ଫିଲ୍ କରିଛି ହ୍ୟୁମାନ ସାଗରଙ୍କର ଖ୍ରୀଷ୍ଟିଆନ ଗୀତ ମାନେ ଯୋଉ ଷ୍ଟୁଡିଓ ଭର୍ସନ ଟା ଆପଣଙ୍କର ଗୀତ ଫାଷ୍ଟ ବାହାରିଛି ବୋଲି ମୁଁ ଜାଣିଛି। ଆଜ୍ଞା ସାର୍ ହଁ, ଆକ୍ଚୁଆଲି ସେଇ ଗୀତ ରେକର୍ଡିଂ ହେଲା ପରେ ଆମେ ସେଇ ଟାଇମରେ ହିଁ ସେଇଟାକୁ ଆମେ ଷ୍ଟୁଡିଓ ଭର୍ସନ କରିନଥିଲୁ। ଗୀତ ଯେତେବେଳେ ରେକର୍ଡିଂ ହେଲା ତା ପରେ ପରେ ହ୍ୟୁମାନ ଭାଇ କହିଲେ କି ଏଇ ଗୀତଟା ମତେ ପଠାନ୍ତୁ, ମୁଁ ମୋ ନିଜ କାରରେ ଶୁଣିକି ଯିବି। ମୁଁ ଭାବିଲି ଗୀତଟା ଆଉ ଭାଇଙ୍କୁ ବୋଧେ ବହୁତ ପସନ୍ଦ ଥିବ ନା କଣ ଏଇ ଟାଇପର। ମୁଁ ଆଉ ସେତେ କ୍ଲୋଜ ନଥିଲି, ଫାର୍ଷ୍ଟ ଟାଇମ ତ ସେଥିପାଇଁ କ୍ଲୋଜ ନଥିଲି। ସେଇ ଟାଇମରେ ତାଙ୍କୁ ଗୀତଟା ପଠେଇଲା ପରେ ତାଙ୍କେ କହିଲେ କି ଗୋଟେ 1 month ପରେ ନିଜେ ଫୋନ କଲେ ଷ୍ଟୁଡିଓକୁ। ତାଙ୍କେ କହିଲେ କି ଭାଇଙ୍କୁ ଡାକିଦିଅ, ମୁଁ ଏଇ ଗୀତରୁ ଆରମ୍ଭ କରିବି ଷ୍ଟୁଡିଓ ଭର୍ସନ। ତ ବହୁତ ଖୁସି ଲାଗିଲା। ଆଉ ମାନେ ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦେଲି। ଆଉ ଯାହା ହଉ ଗୋଟେ ଲୋକମାନେ ବି ଖୁସି ହେବେ, ତାଙ୍କର ଚେହେରା ଦେଖିବେ ଆଉ ସେ ଗୀତ ବି ଶୁଣିବେ। ନିଜ ଆଡୁ ସେ କହିଲେ? ଆଜ୍ଞା ନିଜ ଆଡୁ ତାଙ୍କେ କହିଥିଲେ ଏଇ ଗୀତରୁ ମୁଁ ଆରମ୍ଭ କରିବି ଷ୍ଟୁଡିଓ ଭର୍ସନ ଟା ବୋଲି ନିଜ ଆଡୁ କହିଥିଲେ। ତ ଆପଣଙ୍କୁ ତ ବହୁତ ମାନେ ଖୁସିଟା ବହୁତ ହେଇଥିବ ନା? ଆଜ୍ଞା ସାର୍ ବହୁତ ଖୁସି ଲାଗିଲା, ବହୁତ ଖୁସି ଲାଗୁଥିଲା। କିନ୍ତୁ ଆଜି ସେଇ କଥା ଗୁଡାକ ମନେ ପଡିଲେ ବହୁତ ଦୁଃଖରେ ହିଁ ଆଉ ଦିନ ବିତୁଛି ଆଜ୍ଞା ବର୍ତ୍ତମାନ ବି। ନିଶ୍ଚୟ ଆପଣଙ୍କ ସହିତ ସେ କଥା ହେବା ସମୟରେ କେବେ ଆପଣ ଫିଲ୍ କରିଛନ୍ତି କି ତାଙ୍କ ଲାଇଫରେ କଣ ଚାଲିଛି, କଣ ଅଛି, କେମିତି ସେ ଜୀବନ କାଟୁଛନ୍ତି, କେବେ ମାନେ ଅନୁଭବ କରିପାରିଥିଲେ କି ଆପଣ? ନିହାତି ଆଜ୍ଞା, ମାନେ ଭାଇ କହୁଥିଲେ କି ମାନେ ପ୍ରଭୁଙ୍କ ଦୟାରୁ ତ ମାନେ ଗୋଟେ ଦିଟା ଗୀତ ପରେ ପରେ ବହୁତ ଆମେ କ୍ଲୋଜ ହେଇଗଲୁ। ମାନେ ତାଙ୍କେ ବହୁତ ମୋ ସହିତ ମାନେ ସମ୍ପର୍କରେ ଆସିଲେ, ବହୁତ କଥାବାର୍ତ୍ତା ଆମେ ହଉଥିଲୁ। ପର୍ସନାଲି ଫୋନରେ ବି କଥାବାର୍ତ୍ତା ହଉଥିଲୁ। ଅବଶ୍ୟ ମାନେ ମୋ ପାଖରେ ଫୋନ ର ରେକର୍ଡିଂ ଗୁଡାକ ବି ଅଛି, କେତେ ଟାଇମ ଆମେ କଥା ହେଇଛୁ କଣ, ବହୁତ ଭଲ ଭାବରେ କଥା ହଉଥିଲେ। ତାଙ୍କୁ ବି ମୁଁ ଜାଣିପାରୁଥିଲି, ଭାଇ ବି ମତେ ସେୟାର କରୁଥିଲେ ମାନେ ଦେହ ମୋର ଭଲ ନୁହଁ, ଆଉ ମେଣ୍ଟାଲି ପ୍ରେସର କେତେବେଳେ କଣ ହବ ମୁଁ ଜାଣିନି। ମୋ ଗୀତ ଆଉ ମାନେ ଆଗ ଭଳିଆ ମୋର ଆଉ ମାନେ ମୁଁ ଟାଇମ ଦେଇ ପାରୁନି, ଦେହ ଅସୁସ୍ଥ ରହୁଛି, ଏଇଭଳି କଥା ଗୁଡାକ କହୁଥିଲେ। ତ ତାଙ୍କର ଦେହ ଅସୁସ୍ଥ ହେବା ବିଷୟର କାରଣ କଣ ହେଇଥାଇପାରେ ବୋଲି ଆପଣ ଭାବୁଛନ୍ତି? ମାନେ ପର୍ସନାଲି ତ ଆଜ୍ଞା ମାନେ ଏତେ ତଥ୍ୟ ଆମେ ଜାଣିପାରିବେନି, କିନ୍ତୁ ମୁଁ କହିବାକୁ ଗଲେ ମେଣ୍ଟାଲି ପ୍ରେସର ଦ୍ଵାରା ହିଁ ତାଙ୍କର ଡିପ୍ରେସନରେ ଯାଇକି ତାଙ୍କର ଦେହ ଖରାପ ହେଇଛି ଆଜ୍ଞା। କୌଣସି ମାନେ ମଦ ପିଇବାର କିଛି କାରଣ ତ ମୁଁ କହିପାରିବିନି। ଆଉ ଲୋକ କହୁଛନ୍ତି କି ମାନେ ଅର୍ଗାନ ଟା ମାନେ ଖରାପ ହେଇଗଲା, ଏତେ ଶୀଘ୍ର ଅର୍ଗାନ କେବେ ଖରାପ ହୁଏନି ଆଜ୍ଞା। ଗୋଟେ ମାନେ ମେଡିକାଲ ଦେଖିଲେ ସେଇଟା ହିଁ ପ୍ରଶ୍ନ ଯେ କାହିଁକି ଏତେ ଜଲ୍ଦି ତାଙ୍କର ଦେହ ଖରାପ ହେଲା, କାହିଁକି ତାଙ୍କର ମଲ୍ଟିପଲ ଅର୍ଗାନ ଗୁଡାକ ଖରାପ ହେଇଗଲା, ଡ୍ୟାମେଜ ହେଇଗଲା, ଏଇଟା କଣ ହେଇଥାଇପାରେ? ନାଇଁ ମାନେ ତାଙ୍କେ ମାନେ ବହୁତ ମେଣ୍ଟାଲି ପ୍ରେସର ଥିଲେ, ଖାଇବା ତାଙ୍କର ପ୍ରୋବ୍ଲେମ ଥିଲା। ଷ୍ଟୁଡିଓ ଆସିଲେ ବି ମାନେ ଏବେ ନୁହେଁ ଆଜ୍ଞା, 2-3 ବର୍ଷ ପୂର୍ବରୁ ହିଁ ମୁଁ ତାଙ୍କ ସହିତ ରେକର୍ଡିଂ କରୁଥିଲି। ମୁଁ ଜାଣିପାରୁଥିଲି କି ଭାଇଙ୍କର ଦେହ ଆପେ ଆପେ ଖରାପ ହେଇଯାଉଛି। ମୁଁ ତାଙ୍କୁ କହିଯିବି ଭାଇ ରେଷ୍ଟ ନିଅ, ଆଉ ଭଲସେ ରୁହନ୍ତୁ, ଖାଇବା ପିଇବା ଠିକ କରନ୍ତୁ। ଭାଇ କହୁଥିଲେ ହଁ ଠିକ ଅଛି ଭାଇ, କିନ୍ତୁ ଆମେ ଜାଣି ପାରୁନଥିଲୁ କି କଣ ଚାଲିଛି କଣ ନାହିଁ। କିନ୍ତୁ ମେଣ୍ଟାଲି ପ୍ରେସର, ଖାଇବା ପିଇବା ପ୍ରୋବ୍ଲେମ, ଆଉ ମାନେ ମେଡିକାଲ ଟ୍ରିଟମେଣ୍ଟ ବହୁତ କମ, ସୋଜ ବଗେରା, ପୁଣି ରେକର୍ଡିଂ ସବୁ କରିକି ଆଉ ଏଇ ସବୁ ହେଇଗଲା ଆଜ୍ଞା ଆଜି।
ତ ଆପଣଙ୍କ ସହିତ ସେ ସମୟ ଦେଇ କଥାବାର୍ତ୍ତା କରୁଥିଲେ ନାଇଁ? ଆଜ୍ଞା 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 ବହୁତ ମାନେ ଆପଣ ଭିଡିଓ ଗୁଡାକ ଦେଖିପାରିବେ ଆମେ ବହୁତ କ୍ଲୋଜ ଥିଲୁ ମାନେ ସମୟ ଦଉଥିଲେ ଷ୍ଟୁଡିଓ ଗଲେ ବି ଆମେ ବହୁତ ମାନେ ରେକର୍ଡିଂ ପରେ ବି କଥା ହଉଥିଲୁ ରେକର୍ଡିଂ ପୂର୍ବରୁ ବି କଥା ହଉଥିଲୁ ଏମିତି ଚାଲିଥିଲା ଆଜ୍ଞା। ଆପଣ ତାଙ୍କ ସହିତ ଶେଷ କଥାବାର୍ତ୍ତା କେବେ ହେଇଥିଲା ଫୋନ ମାଧ୍ୟମରେ? ତାଙ୍କର ମୃତ୍ୟୁ ପୂର୍ବରୁ ମୁଁ ଗୋଟେ 20 days ପୂର୍ବରୁ ମୁଁ ତାଙ୍କ ସହିତ ଫୋନ ରେ କଥା ହେଇଥିଲି ଆଜ୍ଞା। ତ ଅନେକ ମ୍ୟୁଜିକ ଡାଇରେକ୍ଟର କହୁଥିଲେ ଯେ ଡାଇରେକ୍ଟ ତାଙ୍କ ସହିତ କଥା ହେଇ ହଉନଥିଲା ମ୍ୟାନେଜର କଥା ହଉଥିଲେ ଆପଣଙ୍କ ସହିତ ସେ ଡାଇରେକ୍ଟ କଥା ହଉଥିଲେ? ଆଜ୍ଞା ସାର୍ ମାନେ ଗୋଟେ ମୁଁ ମାନେ ନିଜେ ପ୍ରାଉଡ ଫିଲ୍ କରେ ପୁଣି ନିଜେ ମୁଁ ଗୋଟେ ଛୋଟିଆ କଳାକାର କିନ୍ତୁ ମୁଁ ଏତେ ବଡ ସଙ୍ଗୀତର ହୀରା ସହିତ ମୁଁ ଗୋଟେ ମାନେ ସମ୍ପର୍କରେ ଥିଲି ଆଉ ମୁଁ କିଛି ନୁହେଁ ଆଜ୍ଞା ମୁଁ ଗୋଟେ ଛୋଟିଆ କଳାକାର ମୁଁ କିଛି ସବୁ କିଛି କରିଦେଇନି ପ୍ରଭୁ ଯାହା ମତେ ମାନେ ଚାଳନା ଦେଲେ ଯାହା ଜ୍ଞାନ ଦେଲେ ସେ ଅନୁସାରେ ଗୀତ କରୁଥିଲେ କିନ୍ତୁ ଭାଇ ବହୁତ ମାନେ ପସନ୍ଦ କରୁଥିଲେ କମ୍ପୋଜିସନ କୁ ପୁଣି ଆଉ ସେଇ ହିସାବରେ ଆମର ବହୁତ ଭଲ ସମ୍ପର୍କ ଥିଲା ମୁଁ ଫୋନ ରେ ବି କଥା ହଉଥିଲି ପୁଣି ସାମ୍ନାରେ ବି ମାନେ ବହୁତ ସମୟ ମତେ ଦଉଥିଲେ କଥାବାର୍ତ୍ତା ଆମେ ହଉଥିଲୁ ରିସେଣ୍ଟ ମାନେ ମୃତ୍ୟୁ ପୂର୍ବରୁ ଗୋଟେ 20 ଦିନ ପୂର୍ବରୁ ଆଜ୍ଞା ମୋର ଗୋଟେ 4ଟି ଗୀତ ରେକର୍ଡିଂ ହେଇଛି ସେଇଟା ମୁଁ ରିଲିଜ କରିପାରୁନି ବହୁତ ଦୁଃଖ ଲାଗୁଛି ଆଜ୍ଞା। ତାଙ୍କର କଣ୍ଠରେ ରେକର୍ଡିଂ ହେଇଛି? ଆଜ୍ଞା ସାର୍ 4ଟି ଗୀତ ରେକର୍ଡିଂ ହେଇଛି ଆଉ 4ଟି ଚ୍ୟାନେଲ ରେ ଗୀତଟି ପଡିବ ଆମର ଷ୍ଟୁଡିଓ ଭର୍ସନ ହେଇଯାଇଛି? ଆଜ୍ଞା ସାର୍ ହେଇସାରିଛି ଗୋଟିଏ ଗୀତର ହେଇନି ସାର୍ କାହିଁକି ତାଙ୍କର ଦେହ ବହୁତ ଖରାପ ହେଇଗଲା ତାଙ୍କେ ସେଠି ଷ୍ଟେଣ୍ଡ ହେଇପାରିଲେନି ତାଙ୍କେ ଘରକୁ ପଳେଇଲେ ସେଇଟା ହିଁ ମୁଁ ତାଙ୍କର ଲାଷ୍ଟ ଦେଖା ମୋର ଥିଲା। ତାଙ୍କର ଗଳାର କିଛି ପ୍ରୋବ୍ଲେମ ଥିଲା ଲାଷ୍ଟ ସମୟ ଗୁଡାକରେ ବୋଲି କୁହାଯାଉଛି ସେଟା କଣ ସତ କଣ? ହଁ ସାର୍ ଆମେ ବି ଜାଣି ପାରୁନଥିଲୁ କି ମାନେ ଭାଇର ମାନେ ପ୍ରୋବ୍ଲେମ କଣ ହଉଛି ଗାଇବାରେ ଆଉ ଭାବୁଥିଲୁ ଦେଖିଲା ବେଳେ ମାନେ ବହୁତ ମେଣ୍ଟାଲି ପ୍ରେସର ଥିଲେ ତାଙ୍କର ଦେହ ବି ମାନେ ଅସୁସ୍ଥ ଥିଲା ଆଜ୍ଞା। ତ ଆପଣ ଗୋଟେ କଥା ସତ କହିବେ ହ୍ୟୁମାନ ସାର୍ କୁଆଡେ ମାନେ ଚର୍ଚ୍ଚ ଯିବା ପାଇଁ ଚାହୁଁଥିଲେ ସେ ଯାଇପାରୁନଥିଲେ ତାଙ୍କର ପରିବେଶ ତାଙ୍କୁ ଏମିତି ମନା କରୁଥିଲା ଏମିତି କଣ ହେଇଥିଲା କି? ଓ ମାନେ ଦେଖନ୍ତୁ ଆଜ୍ଞା ତାଙ୍କର ମୁଁ ଯେତିକି ଦେଖିବାରେ ମାନେ ପ୍ରଭୁଙ୍କର ମାନେ ପ୍ରତି ବି ତାଙ୍କର ବହୁତ ମାନେ ଭୟ ଥିଲା ଅବଶ୍ୟ ତାଙ୍କର କିଛି ମାନେ ପ୍ରୋବ୍ଲେମ କିଛି ଅସୁବିଧା ଯୋଗୁ ତାଙ୍କେ କିଛି ସିକ୍ରେଟଲି ଆପଣଙ୍କୁ କିଛି ସେୟାର କରିଛନ୍ତି କି ସେ ବିଷୟରେ? ବହୁତ କିଛି ସେୟାର କରିଛନ୍ତି ଆଜ୍ଞା ଆପଣ ବହୁତ ବଢିଆ କ୍ୱେଶ୍ଚିନ କଲେ ଯେତେବେଳେ ଯୀଶୁ ନାମେ ମହିମା ଗୀତଟି ରେକର୍ଡିଂ ହେଲା ରେକର୍ଡିଂ ସରିଲା ପରେ ଏକ୍ସଟ୍ରା ମତେ ଡାକିକି ନେଲେ ଆମର ପ୍ରତିଭା ଷ୍ଟୁଡିଓରେ ଆମର ଗୋଟେ ପାଷ୍ଟର ଆଜ୍ଞା ଥିଲେ ବରଗଡର ପାଷ୍ଟର ଆମର ନାମ ମନେ ପଡୁନି ସେ ପାଳକ ଆଜ୍ଞା ଥିଲେ ମୋ ସହିତ ଆମେ କଥା ହେଇଥିଲୁ ତାଙ୍କେ ପର୍ସନାଲି ହ୍ୟୁମାନ ଭାଇ ଡାକିକି କହିଲେ କି ଭାଇ ଗୋଟେ କାର୍ଯ୍ୟକ୍ରମ ମାନେ ଆରମ୍ଭ କରିବାକୁ ଯିବା ଆଉ ସେଇଠି ଆପଣ ଥିବେ ଆପଣ ଯେତେ ବି ମାନେ ଓଡିଶାରେ ଯେତେ ପାଳକ ଗୁଡାକ ଅଛନ୍ତି ଆଉ ଯେତେ ବି ଚର୍ଚ୍ଚ ଗୁଡାକ ଅଛି ଯୋଉ ପାଳକ ମାନେ କି ମାନେ ବହୁତ ମାନେ କଷ୍ଟରେ ସେବା କରୁଛନ୍ତି ପ୍ରଭୁଙ୍କର ସେବା କରୁଛନ୍ତି ପୁଣି ଚର୍ଚ୍ଚ ଗୁଡାକ ଆଜି ପର୍ଯ୍ୟନ୍ତ କିଛି ଜାଗାରେ ହେଇପାରୁନି ସମସ୍ତ ମାନେ ଜିଲ୍ଲାର ପ୍ରତିଟି ଜିଲ୍ଲା ଓଡିଶାର ଆଉ ଗ୍ରାମେ ଗ୍ରାମେ ଯୋଉମାନେ କଷ୍ଟରେ ପ୍ରଭୁଙ୍କର ସେବା କରୁଛନ୍ତି ସମସ୍ତଙ୍କ ନାମ ଲିପିବଦ୍ଧ କର ଆମେ ସାଙ୍ଗେ ଆମେ ଆରମ୍ଭ କରିବା ସେମାନଙ୍କୁ କିଛି ଆର୍ଥିକ ସାହାଯ୍ୟ କରିବା ଯୋଉ ଦ୍ଵାରା ପ୍ରଭୁଙ୍କର ମାନେ ସୁସମାଚାର କୋଣେ କୋଣେ ଜାଗାରେ ପହଞ୍ଚି ପାରିବ ବହୁତ ଖୁସି ଲାଗିଥିଲା ସେଇ କଥାଟା। ହଁ ସାର୍ ସେଇ କଥା ତାଙ୍କୁ କହିଥିଲେ। କୋଉ ବର୍ଷରେ କେତେ ମାନେ ସମୟ ହେଲାଣି ଏଇଟା କହିଛି ଆପଣ? ଏବେ ରିସେଣ୍ଟ ଆଜ୍ଞା 1 year ପରେ ହେଇଯିବ ଭାଇ ତାଙ୍କେ ପୁଣି ବି ମତେ ଫୋନ କରିକି କହିଥିଲେ କି ଆମେ ଆରମ୍ଭ କରିବା ତାପରେ ପରେ ଏଇ ସବୁ ଘଟଣା ହେଇଯାଇଛି ଆଜ୍ଞା। ଆଜ୍ଞା ସାର୍ ବହୁତ ମାନେ ଆମ ଖ୍ରୀଷ୍ଟୀୟ ସମାଜ ପାଇଁ ପ୍ରଭୁ ଭୟ ବହୁତ 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 ଥିଲା କିନ୍ତୁ ତାଙ୍କର କିଛି ସେଇ ପରିବେଶକୁ ଧରିକି ତାଙ୍କେ ଟିକେ ସେଇ ଟାଇପ ର ହଉଥିଲେ ଆଜ୍ଞା। ମଝିରେ ଯୋଉ ବିବାଦ ହେଇଥିଲା ତାଙ୍କର ମୃତ୍ୟୁ ହେଇଗଲା ତାଙ୍କର ସେ ସମ୍ପର୍କରେ ମୁଁ କଥା ହେବା ପାଇଁ ଇଚ୍ଛା ଲାଗୁନାହିଁ ତଥାପି ଆପଣ ଯେହେତୁ କ୍ଲୋଜଲି ଥିଲେ ତ ତାଙ୍କ ସ୍ତ୍ରୀଙ୍କର କଥା ଉଠୁଥିଲା ତାଙ୍କ ସହିତ ସେ ବାଡଉଥିଲେ ତାଙ୍କୁ ଏମିତି କରୁଥିଲେ ଏଇ ଯାକ ସତ ଥିଲା ନା ମିଛ ଥିଲା? ନା ସେଇ ସବୁ ତ ଆଜ୍ଞା ମାନେ ଦେଖନ୍ତୁ ମାନେ ହ୍ୟୁମାନ ଭାଇ ହଉଛନ୍ତି ମାନେ ତାଙ୍କ ପାଖରେ ଗୋଟେ ମାନେ ମଣିଷ ମାନେ କେମିତି ବଞ୍ଚିବେ ମଣିଷ କୋଉ ଭଳିଆ ରହିବେ ସେ ଭଲ ଭାବରେ ଜାଣିଛନ୍ତି ଆଉ ସେଇ ଟାଇପ ର ଲୋକ ସେ ନାହିଁ କେବେ ବି ସେଇ ଟାଇପ ର କାମ ସେ କରୁନଥିବ ଆଉ ସେଇଟା ଗୋଟେ ମାନେ ମିଛ ଆଲିଗେସନ ଆସିକି ମାନେ ସୋସିଆଲ ମିଡିଆରେ ମାନେ ହୋୱାଲ ହେଇଯାଇଥିଲା ସେଇ ଟାଇପ ର କିଛି ବି ନାହିଁ ଆଜ୍ଞା। ଆଉ ଗୋଟେ ଶୁଣିବାକୁ ପାଇଲୁ ଆମେ ଯେ ତାଙ୍କର ଯେତେବେଳେ ଦେହାନ୍ତ ହେବା ପରେ ତାଙ୍କର ଟିଟଲାଗଡରେ ଯୋଉ କବର ଦିଆଗଲା କବର ସ୍ଥାନକୁ ତାଙ୍କର ସହଯୋଗୀ କଳାକାର ମାନେ କୌଣସି ପ୍ରକାରେ
ସେଠି ଗଲେ ନାହିଁ, ଏଇଟା କଣ କାରଣ ହେଇଥାଇପାରେ, କଣ ପାଇଁ ଗଲେ ନାହିଁ? ହଁ ଦେଖନ୍ତୁ ସାର୍, ମୁଁ ଏଇ କଥା କହିବି, ମୁଁ ସେଇଥିପାଇଁ ତ ବହୁତ ଦୁଃଖିତ। ଯେତେବେଳେ କି ଆମେ ଗଲୁ ସମସ୍ତେ, ଆମର କୁମାର ମଣ୍ଟୁ ଆଜ୍ଞା, ପୁଣି ଜିତେନ କୁମାର ଆଜ୍ଞା, ପୁଣି ଅମିତ ପଟ୍ଟନାୟକ ଆଜ୍ଞା, ପୁଣି ଆମର ବାର୍ଷାଦ ଭାଇ, ସମସ୍ତେ ଆମେ ଗଲୁ। ଯୋଉ ଟାଇମ ରେ ପହଞ୍ଚିଲୁ ଟିଟିଲାଗଡ଼, ସେଇ ଟାଇମ ରେ କାହିଁ ମାନେ ସେଇ ମହଲ ଆମେ ଦେଖିପାରିଲୁ କି ଗୋଟେ ଏତେ ବଡ କଳାକାର କୁ କୋଉ ଟାଇପ ର ମାନେ ସମାଧି କରୁଛନ୍ତି, କୋଉ ଟାଇପ ର ମାନେ କଳାକାର ମାନେ ଆସୁଛନ୍ତି, କେହି ବି ସେଇଠି ମାନେ ଏତେ ନଥିଲେ ଆଜ୍ଞା। ସବୁ ଗ୍ରାମବାସୀ ଥିଲେ, ପୁଣି ସେଇ ଅଞ୍ଚଳର କିଛି ଲୋକ ଥିଲେ। ସେଥିପାଇଁ ଆମେ ବହୁତ ଦୁଃଖିତ ଥିଲୁ ଆଜ୍ଞା। ହଁ, ମୁଁ ଏ କଥା ଶୁଣିଲି, ମତେ ଜିତେନ ଭାଇ କହିଲେ ଯେ ଏମିତି ଘଟଣା, ମାନେ ଆଉଟ ଅଫ ଡିଷ୍ଟ୍ରିକ୍ଟ କେହି ଆସିନଥିଲେ କଳାକାର ମାନେ? ନା ନା ନା, କେହି ଆସିନଥିଲେ। ଆମେ ଯୋଉ ଟାଇମ ରେ ଗଲୁ କେହି ବି ନଥିଲେ। ଆଉ ଗୋଟେ ବିଷୟ ଆଜ୍ଞା, ଏବେ କଟକ ମାନେ ଇଣ୍ଡଷ୍ଟ୍ରି ଦେଖନ୍ତୁ, ଯେତେବେଳେ କି ଭାଇଙ୍କର ମୃତ୍ୟୁ ହେଲା, କଟକ ପୁଣି ତାଙ୍କେ ଗଲେ, କାହିଁକି ନା କଟକରେ ତାଙ୍କେ ରହୁଥିଲେ। ଏତେ ବଡ କଳାକାର, ଓଡିଶାର ମଣି, ଓଡିଶାର ଗୌରବ, ତାଙ୍କୁ ଆମେ ଏବେ ଖୋଜିଲେ ବି ମାନେ ହଜାର ହଜାର କୋଟି ଦେଲେ ବି ସେଇଭଳିଆ ମଣିଷକୁ ଆମେ ଆଣିକି ଠିଆ କରିପାରିବେନି ବର୍ତ୍ତମାନ ପର୍ଯ୍ୟନ୍ତ, କି କେବେ ବି ସେଟା ହେଇପାରିବନି। ତ ସେ ଭଳିଆ କଳାକାରକୁ ଯଦି ମାନେ ଶେଷ ବିଦାୟ ଯଦି ମାନେ ଗୋଟେ ଭଲ ଭାବରେ ହେଇପାରୁନି, ବହୁତ ଦୁଃଖର ବିଷୟ। ମୁଁ ଦେଖୁଥିଲି, ଆମେ ତ ଗାଁରେ ଥିଲୁ, ଆମେ ପହଞ୍ଚି ପାରିଲୁନି, କିନ୍ତୁ ଭିଡିଓ ଦେଖୁଥିଲି, ଗୋଟେ ମାନେ ଛୋଟ ଗୋଟେ ନର୍ମାଲ ମାନେ ଗୋଟେ ମାନେ ମଣିଷକୁ ଯେମିତି ବିଦାୟ କରାଯାଏ ସେଇ ଟାଇପରେ ବିଦାୟ କରୁଛନ୍ତି। ସେଇଟା କାହିଁ ମାନେ ମତେ ଭୁଲ ଲାଗିଲା। ଏଇଟା କହିଲେ ଭୁଲ ହବ, କିନ୍ତୁ ମାନେ ବହୁତ ମାନେ ଭୁଲର କାରଣ ସେଇଟା ହେଇଛି। କାହିଁକି ନା ସେ ଭଳିଆ କଳାକାର କେବେ ବି ଆମେ ପାଇପାରିବେନି। ଓଡିଶାର ଗୋଟେ ମାନେ ବହୁତ କ୍ଷତି ହେଇସାରିଛି। ତ ସେଭଳିଆ କଳାକାରକୁ ମାନେ କେମିତି ବିଦାୟ ନବା, ଶେଷ ବିଦାୟ କେମିତି କରିବା, ସେଇ ଟାଇପ ର ତାଙ୍କେ ଟିକେ ଚିନ୍ତା କରିଥିଲେ, କାହିଁ ମୋ ପକ୍ଷରେ କି ଆମ ଓଡିଶାବାସୀ ପକ୍ଷରେ କି ମାନେ ଓଡିଶାବାସୀ ସମସ୍ତ ମାନେ ଓଡିଆନ୍ସଙ୍କ ଦୃଷ୍ଟିରେ ଟିକେ ଭଲ ହେଇଥାନ୍ତା ବୋଲି ଭାବୁଥିଲି ମୁଁ କିନ୍ତୁ ବହୁତ ଶୁଣିଛି ଭାଇ ଯେ ସିନେମା ଜଗତରେ ହ୍ୟୁମାନ ସାଗରଙ୍କୁ ନେଇକି ବହୁତ ଲୋକ ଉପକୃତ ହେଇଛନ୍ତି, ବହୁତ ଲୋକଙ୍କର ଲାଇଫ ସେଟଲ ହେଇଛି। ମାନେ ଏବେ ଏବେ ସେମାନଙ୍କ ମନରେ ଗୋଟେ ଚିନ୍ତା ପଶିଛି ଯେ ଆମେ ଏବେ ଆଗକୁ ଫ୍ୟୁଚର କଣ କରିବୁ। ଆଜ୍ଞା ସାର୍, ହଁ ସାର୍, ହଁ ସାର୍, ସାର୍। ଅନେକ ମ୍ୟୁଜିକ ଡାଇରେକ୍ଟର ମାନଙ୍କର ସହିତ ସେ ମାନେ ପଇସା ମଧ୍ୟ ନେଉନଥିଲେ ଗୀତ ଗାଇବା ପାଇଁ। ତ ସେମାନେ ଅନ୍ତତଃ ମୋ ମତରେ, ମୁଁ ଜଣେ କଳାକାର ନହେଲେ ମଧ୍ୟ ମୋ କହିବା ଅନୁସାରେ କଟକରୁ ଟିଟିଲାଗଡ଼ କେତେ ଦୂର, ସେମାନେ ନିଶ୍ଚୟ ଯାଇ ତାଙ୍କୁ ମାନେ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କର ଗୋଟେ ମାନେ କମ୍ୟୁନିଟିର ସେ ଗୋଟେ ପ୍ରକାଶ କରିଥାନ୍ତେ। ଏଇଟା ଭଲ ମୁଁ ଭାବୁଛି। ହଁ ସାର୍, ହଁ ସାର୍, ମାନେ ଦେଖନ୍ତୁ ତାଙ୍କେ ତ ସେଇଦିନ ପହଞ୍ଚିଥାନ୍ତେ ନ ପହଞ୍ଚିଥାନ୍ତେ ସେଇଟା ତ ମାନେ କହିପାରିବେନି, କିନ୍ତୁ ଯେତେବେଳେ ମାନେ କଟକରୁ ତାଙ୍କୁ ବିଦାୟ ନିଆଯାଉଛି, ମାନେ ଗୋଟେ ଶେଷ ମାନେ ମୃତ୍ୟୁ ଶରୀର ଯେତେବେଳେ ତାଙ୍କେ ମାନେ ସେଠି ଛାଡୁଛନ୍ତି, ସେଇ ଟାଇମରେ ଗୋଟେ ମାନେ ମାନେ ସମ୍ମାନ ଗୋଟେ ଅଲଗା ଟାଇପ ର ମାନେ ହେବା ଥିଲା ବୋଲି ମୋର ଚିନ୍ତା ଥିଲା ସାର୍। ନିଶ୍ଚୟ ଗୋଟେ ନର୍ମାଲ ଗୋଟେ ମାନେ ମେଡିକାଲ ର ଗୋଟେ ଛୋଟ ମେଡିକାଲ ର ଯେମିତି ଗୋଟେ ଶବ ଯାଏ, ସେଇ ଟାଇପ ର ହିଁ ଭାଇଙ୍କୁ ବିଦାୟ କରିଦେଲେ, ଯୋଉ ଦ୍ଵାରା ବହୁତ ଦୁଃଖିତ। ମୁଁ କାହିଁକି କହୁଛି, ଖ୍ରୀଷ୍ଟୀୟ ସମାଜରେ ଗୋଟେ ଛୋଟିଆ କଳାକାର, ଛୋଟିଆ କମ୍ପୋଜର ମୁଁ, ଏଥିପାଇଁ ମତେ ବହୁତ ବାଧିଲା। କାହିଁକି ତାଙ୍କ ସହିତ ବହୁତ କାମ ମୁଁ କରିଛି, ଆଉ ଗୁଡାଏ ଗୀତ ସେ ମାନେ ମୋର ଗାଇଛନ୍ତି, ଗୁଡାଏ ଗୀତ ମାନେ ଜାତି ମାନେ ବିଜାତି ସମସ୍ତେ ଶୁଣିଛନ୍ତି, ଆଉ ସେଥିପାଇଁ ମୁଁ ବହୁତ ମାନେ ଦୁଃଖିତ। ଆଜି ବି ମୋ ମନ ବହୁତ କଷ୍ଟ ହୁଏ। ତ ଏଥିପାଇଁ ମତେ ବହୁତ କଷ୍ଟ ଲାଗିଲା କି ସେଇ ସମ୍ମାନ ଟା ଭାଇ ପାଇବାକୁ ଯୋଗ୍ୟ ଥିଲେ, କିନ୍ତୁ ମାନେ ସେ ସବୁ ହେଇପାରିଲାନି। ନିହାତି ଯେହେତୁ ଦେଖନ୍ତୁ ସେ ଜଣେ ଏକ ତରଫା ଏକ ଛତ୍ରବାଦ କହିଲେ ଚଳିବ। ଯେତେ ତାଙ୍କୁ ବିରୋଧ କଲେ, ଯେତେ ଅପମାନ କଲେ ମଧ୍ୟ ସେ ସୁପରହିଟ୍ ଥିଲେ। ଆଜ୍ଞା ସାର୍, ରିଏଲି ଏଇଟା ସତ କଥା ସାର୍, ସତ କଥା। ଟୋଟାଲି ଇଣ୍ଡଷ୍ଟ୍ରି ୱାନ୍ ସାଇଡ୍ ହେଲେ ମଧ୍ୟ ତାଙ୍କର ଲୋକପ୍ରିୟତାକୁ ଭାଙ୍ଗି ପାରୁନଥିଲେ। ଆଜ୍ଞା ସାର୍, ନା ଆମେ ଜାଣିବାକୁ ପାରୁଥିଲୁ ସାର୍, ତାଙ୍କ ସହିତ ଯୋଉ ଭାଇ ମାନେ କାମ କରୁଥିବେ ତାଙ୍କେ ଜାଣିଥିବେ, ମାନେ ଯୋଉ ପ୍ରଡ୍ୟୁସର ହଉ କି ଯୋଉ ମାନେ ଡାଇରେକ୍ଟର ହଉ କି ଯିଏ ବି ହଉ, ମାନେ ତାଙ୍କ ମନରେ ହ୍ୟୁମାନ ଭାଇ ପାଇଁ ଯାହା ଥିଲେ ବି ତାଙ୍କୁ ନେଇକି କାମ କରିବାକୁ ବାଧ୍ୟ କରୁଥିଲା। କାହିଁକି, ମାନେ ତା ଭଳିଆ ଭଏସ କୋଉଠି ନଥିଲା। ରିଏଲି 100% ମୁଁ ଦଉଛି କି ଆଉ ଆସିବ ବି ନାହିଁ ସାର୍। ଏବେ ଆମେ ସେ ବଲିଉଡ ସିଙ୍ଗର ଆସନ୍ତୁ କିମ୍ବା ଯିଏ ଆସନ୍ତୁ, ତଥାପି ସେମାନଙ୍କର ଗୋଟେ ଅଲଗା ମାନେ ଟୋନ ଥାଏ। କିନ୍ତୁ ହ୍ୟୁମାନ ସାଗର ପାଖରେ ମଲ୍ଟିପଲ ମାନେ ଟ୍ୟାଲେଣ୍ଟ ଥିଲା ମୁଁ ଯାହା ଜାଣିବା। ଆଜ୍ଞା, ସେ ହିଁ ମାନେ ହ୍ୟୁମାନ ଭାଇଙ୍କର ଭଏସ ହଉଛି ଓଡିଶାର ମାନେ ଅରିଜିତ ସିଂ, ଓଡିଶାର ଉଦିତ ନାରାୟଣ, ଓଡିଶାର କୁମାର ସାନୁ, ଯେତେ ବି ମାନେ ହିନ୍ଦୀ ଇଣ୍ଡଷ୍ଟ୍ରିରେ ସିଙ୍ଗର ଗୁଡାକ ଅଛନ୍ତି, ସମସ୍ତଙ୍କର ଭଏସ ରେ ତାଙ୍କର ଭଏସ ମ୍ୟାଚ୍ ହଉଥିଲା। ସବୁ ସିଙ୍ଗର ଷ୍ଟାଇଲ ରେ ସେ ଗାଉଥିଲେ, ସୋନୁ ନିଗମ ର ଷ୍ଟାଇଲ ରେ ଗାଉଥିଲେ। ତ ଆମକୁ ମାନେ ଦରକାର ହିଁ ପଡୁନଥିଲା କି ମାନେ ହିନ୍ଦୀ ଇଣ୍ଡଷ୍ଟ୍ରି କୁ ଯାଇକି ଏତେ ଟଙ୍କା ଖର୍ଚ୍ଚ କରିକି ଆଉ ଗୀତ ଦେବା ପାଇଁ।
ହ୍ୟୁମାନ ଭାଇ ଗୋଟେ ଏମିତି ସିଙ୍ଗର ଥିଲେ କି ମାନେ ସବୁ ଭଳିଆ ମାନେ ଭଏସ କୁ ନେଇକି ମ୍ୟାଚ୍ କରି ଗୀତ ଗାଇ ପାରୁଥିଲେ ଆଉ ଯୋଉ ଦ୍ଵାରା ସବୁ ପ୍ରକାର ଅଡିଏନ୍ସ କୁ ଗୀତଟି ଭଲ ଲାଗୁଥିଲା ସାର୍। ଆପଣ ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ, ତାଙ୍କ ସହିତ ଯେତେବେଳେ ଟାଇମ ସ୍ପେଣ୍ଡ କରୁଥିଲେ ଆପଣ କଣ ବୋଲି ଡାକୁଥିଲେ ତାଙ୍କୁ? ମୁଁ ଡାକୁଥିଲି ହ୍ୟୁମାନ ଭାଇ ବେଳେ ବେଳେ ଡାକୁଥିଲି, ତାଙ୍କେ ସାର୍ ସାର୍ ଡାକି ମାନେ ସାର୍ ଯଦି ଡାକିବେ ତାଙ୍କୁ ବି ଭାଇ ଡାକନ୍ତୁ, ତ ବେଳେ ଭାଇ ଡାକୁଥିଲେ ବି। ଆଚ୍ଛା ଆଜ୍ଞା 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 ହଁ ହଁ। ତ ଆପଣ ତାଙ୍କ ସାମ୍ନାରେ ମାନେ ଏତେ କ୍ଲୋଜ ଥିଲେ, ଅନ୍ୟ କୌଣସି ଯୋଉ ଗୀତ ରେକର୍ଡ କରିବା ପାଇଁ ଯାଉଛନ୍ତି ତାଙ୍କର ଏକ୍ସପିରିଏନ୍ସ ଆପଣଙ୍କ ଠାରୁ ବହୁତ ଅଲଗା ଅଛି। ମୁଁ ଯାହା କଥା ହେଇଛି ବହୁତ ଲୋକ ସହିତ, କିନ୍ତୁ ବହୁତ ମାନେ ସମ୍ପର୍କ ଗୁଡାକ ଭଲ ଥିଲା। ଆଉ ଏତେ ସବୁ ଗଭୀର କଥା ମଧ୍ୟ ଅନ୍ୟ ଲୋକ କହିପାରିବେ ନାହିଁ, ଯେମିତି ସେ ପ୍ରଭୁଙ୍କ କାମ ପାଇଁ କିଛି ଆଇଡିଆ ନିଜ ତରଫରୁ କରିବା ପାଇଁ ଚାହୁଁଥିଲେ, ଆଉ ନିଜ ତରଫରୁ ସେ ଆପଣଙ୍କର ଗୀତ ଷ୍ଟୁଡିଓ ଭର୍ସନ ରେକର୍ଡ କରିବା ପାଇଁ ଚାହୁଁଥିଲେ। ତ ମାନେ ଆପଣ ତାଙ୍କ ସାମ୍ନାରେ ବହୁତ କ୍ଲୋଜ ଥିଲେ। ତାଙ୍କର ଯୋଉ କହିଲେ ତାଙ୍କ ବିଷୟରେ ଗୁଡାଏ କଥା ଅଛି, ମାନେ ତଥାପି ତାଙ୍କର ଘନିଷ୍ଠ ମାନେ ଆପଣଙ୍କର ଯୋଉ ସମୟ ଥିଲା, କୋଉ ସମୟଟା ଆପଣଙ୍କୁ ବେଶୀ ମିସ୍ କରୁଛନ୍ତି, କୋଉ ସମୟରେ ସେ କଣ ଆପଣଙ୍କୁ ଏମିତି ଗୋଟେ ଭଲ ଡିସ୍କସ ହେଇଥିଲା ସେଇ ସମ୍ପର୍କ ଟିକେ କହିପାରିବେ? ହଁ ସାର୍ ନିହାତି, ମାନେ ବହୁତ ମିସ୍ କରୁଛି କି ଆମର ଲାଷ୍ଟ ଟାଇମ ଯୋଉ ମାନେ ମାନେ ଭେଟ ହେଇଥିଲା, ଲାଷ୍ଟ 4ଟା ଗୀତ ରେକର୍ଡିଂ ହେଇଥିଲା, ଡବିଂ ହେଇଥିଲା, ସେଇ ଟାଇମ ରେ ଭାଇ କୁ ଆମେ ଅପେକ୍ଷା କରିଥିଲୁ 5ଟାରେ ଆସିବାର ଥିଲା, ଭାଇ ଆସିଲେ ସେଇ 6ଟାରେ। ଆସିଲା ପରେ ପରେ ଆମେ ମ୍ୟାକ୍ସିମମ୍ ଗୋଟେ ହାଫ୍ ଆନ୍ ଆୱାର କଥାବାର୍ତ୍ତା ହିଁ ହେଇଛୁ, ଯାହା ମାନେ ତାଙ୍କର ଗୋଡ ବି ମାନେ ଫୁଲି ଯାଇଥିଲା ଆଜ୍ଞା, ମୁଁ ଦେଖିବାକୁ ପାଉଥିଲି, ତାଙ୍କେ ଦେଖଉଥିଲେ କି ଦେଖ ଭାଇ ଏଇ ଭଳିଆ ମୋର ଶରୀର ହେଇଯାଇଛି। ଆଉ ମୁଁ ଭାବିଲି ଭାଇ ରିକଭରି ହେଇଯିବେ, ଠିକ ହେଇଯିବେ, କିନ୍ତୁ ତାଙ୍କୁ ମୁଁ କହିଲି ଭାଇ ମେଡିକାଲ ଯାଆନ୍ତୁ, ଷ୍ଟୁଡିଓ ରେକର୍ଡିଂ ଟିକେ କମାନ୍ତୁ, ଆଉ ପୁଣି ମାନେ ଷ୍ଟୋଜ ବଗେରା ସବୁ ଟିକେ କମେଇକି ରଖନ୍ତୁ, ଆଉ ଫାଷ୍ଟ ଦେହ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ, ପୁଣି ଆମେ ପରେ ପରେ ରେକର୍ଡିଂ କରିବା, ପରେ ପରେ ଯାହାବି ଆପଣଙ୍କର ଆଉ କାମ ଅଛି ଆପଣ କରିପାରିବେ। ଭାଇ କହିଥିଲେ କି ଏତେ ସିରିୟସଲି ତାଙ୍କେ କଣ ତାଙ୍କର ମେଣ୍ଟାଲିଟି ଥିଲା ତ ସେଇଟା ଜଣା ପଡୁନଥିଲା, କିନ୍ତୁ ମେଣ୍ଟାଲି ପ୍ରେସର ଥିଲେ। ଆଉ ଅନେକ କଥା ହେଇଥିଲୁ ପର୍ସନାଲି, ଆଉ ମାନେ ପାରିବାରିକ ହିସାବରେ ବି କଥା ହେଇଥିଲୁ, ଆଉ ତାଙ୍କେ ଆମର ଖ୍ରୀଷ୍ଟ ସମାଜ ପାଇଁ ବି କହିଥିଲେ, ସେଇଦିନ ବି କହିଥିଲେ ଆମେ ଆଗକୁ କାମ କରିପାରିବା, ଭଲସେ କରିବା, ଏଇ ସବୁ ବି କହିଥିଲେ। ଆଉ ପୁଣି ସେଇ ଗୀତ ଗୁଡାକ 4ଟା ଗୀତ ରେକର୍ଡିଂ ହେଇକି ଭାଇ ପୁଣି ରାତି 11ଟା 12ଟା ପର୍ଯ୍ୟନ୍ତ ଆମେ କଥା ହେଇଥିଲୁ, ଭାଇ ପୁଣି 12ଟାରେ ଭାଇ ଗଲେ, ସେଇଟା ହିଁ ଲାଷ୍ଟ ଆମର ଦେଖା ଥିଲା। ଆଉ ସେମିତି ତ ଆପଣଙ୍କର ତାଙ୍କ ସହିତ ଭଲ ସମ୍ପର୍କ ଥିଲା, ତାଙ୍କର ସ୍ତ୍ରୀଙ୍କ ସହିତ ଆପଣ କେବେ କଥାବାର୍ତ୍ତା କରିଥିଲେ କି ତାଙ୍କ ଭିତରେ କଣ ମାନେ ଚାଲିଥିଲା, ତାଙ୍କ ସ୍ତ୍ରୀ ଆଉ ତାଙ୍କ ସହିତ କଣ ଆପଣ ଜାଣିଥିଲେ କି? ତାଙ୍କ ସ୍ତ୍ରୀ ମାନେ ସେ ଆମର ଯୋଉ ଗୀତ ଆପଣ ପଚାରିଲେ କାହିଁ ପାଗଳ ପରି ବୁଲୁଛୁ ଗୀତ, ଯୋଉ ଦିନ ଷ୍ଟୁଡିଓ ଭର୍ସନ ହେଲା ସେଇଦିନ ତାଙ୍କର ମାନେ ଫ୍ୟାମିଲି ହିଁ ଆସିଥିଲେ, ତାଙ୍କ ଝିଅ ବି ଆସିଥିଲେ, ତାଙ୍କ ୱାଇଫ ବି ଆସିଥିଲେ, ଆଉ ସବୁ ଆସିଥିଲେ, କିନ୍ତୁ ଆମେ କଥାବାର୍ତ୍ତା ହେଇପାରିଲୁ, କିଛି ଆମର ଟିକେ ମାନେ ଟାଇମ ହେଇପାରୁନଥିଲା। ରାତି 10ଟାରେ ଆସିଲେ ତ ଆମେ ଷ୍ଟୁଡିଓରୁ ଫେରିକି ଯିବା ସମୟରେ ଲେଟ୍ ହବ ବୋଲି ଆମେ ଶୀଘ୍ର ବାହାରି ପଡିଲୁ ଡବିଂ କରିକି, ସରି ସୁଟିଂ କରିକି। ଆପଣ ଟିଟଲାଗଡ଼ ଯାଇଥିଲେ, ଟିଟଲାଗଡ଼ରେ ବର୍ତ୍ତମାନ ତାଙ୍କର ମାଙ୍କର ପରିସ୍ଥିତି କେମିତି ଅଛି, ତାଙ୍କ ମା ସହିତ କିଏ କିଏ ରହୁଛନ୍ତି, ତାଙ୍କ ମା କଣ କଣ ସବୁ କହିଲେ ଆପଣଙ୍କୁ? ଦେଖନ୍ତୁ ଆଜ୍ଞା, ତାଙ୍କ ଯେତେବେଳେ ଆମେ ପହଞ୍ଚିଲୁ ମାନେ ସେଇ ମହଲ ଗୋଟେ ଦେଖିକି, ମାଙ୍କୁ ଦେଖିକି ବହୁତ ଦୁଃଖ ଲାଗିଲା, କାହିଁକି ନା ତାଙ୍କର ସ୍ଵାମୀ ଚାଲିଗଲେ, ସାନ ପୁଅ ଚାଲିଗଲା, ବର୍ତ୍ତମାନ ହ୍ୟୁମାନ ଭାଇ ବି ଚାଲିଗଲେ, ସେଥିପାଇଁ ବହୁତ ଦୁଃଖରେ ତାଙ୍କେ ରହୁଥିଲେ, ବହୁତ ଦୁଃଖରେ ବି ଅଛନ୍ତି। ଆଉ ତାଙ୍କେ ଯେତେବେଳେ କି ମୁଁ ତାଙ୍କ ପାଖକୁ ଗଲି, ମତେ ମୋ ହାତ ଧରିକି ବହୁତ ତାଙ୍କେ କାନ୍ଦିଲେ, ବେସାହାରା ଗୀତକୁ ବହୁତ ମନେ ପକେଇଲେ, ପୁଣି କାନ୍ଦିଲେ, ଭାଇ ବେଟା ଆଉ ବାବୁ ମତେ ବେସାହାରା କରିକି ଛାଡିଗଲା, ଏଇ ଟାଇପର କହିକି ବହୁତ ମାନେ ତାଙ୍କେ କାନ୍ଦୁଥିଲେ ଆଜ୍ଞା, ବହୁତ ଦୁଃଖ ଲାଗିଲା। ପୁଣି ଯେତେବେଳେ ଆମେ ସମାଧିକୁ ଗଲୁ, ଯେତେବେଳେ ଆମେ ମାଟି ଦେବାକୁ ଯାଉଥିଲୁ, ବହୁତ ଭାଇଙ୍କର କିଛି ଅଭୁଲା ସ୍ମୃତି ଗୁଡାକ ବହୁତ ମନେ ପଡୁଥିଲା, ବହୁତ ଦୁଃଖ ଲାଗୁଥିଲା ଆଜ୍ଞା। ପୁଣି ତାଙ୍କ ପରିବାର ମହଲକୁ ଦେଖୁଥିଲି, ସେ ଏକା ହିଁ ହେଇଯାଇଛନ୍ତି, ସେଥିପାଇଁ ବହୁତ ଦୁଃଖ ଲାଗୁଥିଲା ଆଜ୍ଞା। ତ ମୁଁ ଯାହା ଆପଣ ମାନେ ସେଇଠି ବସିଥିବାର ଭିଡିଓ ଗୁଡି ଫଟୋ ଗୁଡିକ ଦେଖିଲି, ତାଙ୍କ ସହିତ ତାଙ୍କ ଫ୍ୟାମିଲି ଭିତରେ ଆଉ କିଛି ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ସହଯୋଗ କରିବା ପାଇଁ ଅଛନ୍ତି ନା ସେ ଜଣେ ଅଛନ୍ତି? ନା ନା, ତାଙ୍କର ମାନେ ପରିବାରରେ କିଛି ମାନେ ତାଙ୍କର ହ୍ୟୁମାନ ଭାଇଙ୍କର ମାଉସୀ ଆଉ ମାନେ ପୁତୁରା ଏସବୁ କିଛି ଭାଇ ବନ୍ଧୁ ମାନେ ଅଛନ୍ତି। ଆଉ କଥା କଣ କି, ନିଜ ମାନେ ପୁଅ ବାପା ସ୍ୱାମୀ ଯଦି ପୁଅ ଯଦି ନାହାନ୍ତି, ନିଶ୍ଚିତ ଭାବେ ଏକା ହିଁ ଲାଗିବ, ବହୁତ ଦୁଃଖ ହିଁ ଲାଗିବ। ଶେଷ ତାଙ୍କର ଯୋଉ ସମାଧି କାର୍ଯ୍ୟକ୍ରମ ହେଲା ସେଇ ସମୟରେ ବାସ୍ତବରେ
ଆଜ୍ଞା ତାଙ୍କ ଇଣ୍ଡଷ୍ଟ୍ରିରୁ କିଏ ଆସିଥିଲେ ନା ନାଇଁ? ନା ନା ଯୋଉ ଟାଇମରେ ମୁଁ ପହଞ୍ଚିଲୁ ଆଜ୍ଞା ସେଟା ତ ରାତି ସେଇ ମାନେ 8ଟା ପରେ ହିଁ ମାନେ ସମାଧି ଦେଲେ 7ଟା ପରେ ଆଉ ଗ୍ରାମବାସୀ ଥିଲେ ପୁଣି ଆମେ କିଛି ଆମର ଖ୍ରୀଷ୍ଟୀୟ ସମାଜର କିଛି କଳାକାର ଥିଲୁ ଆଉ ମାନେ କୌଣସି ମାନେ କଳାକାରକୁ ଆମେ ଦେଖିବାକୁ ପାଇଲୁନି ଆଜ୍ଞା। ସେଇଟା ବହୁତ ଦୁଃଖର ବିଷୟ ଥିଲା। ବହୁତ ଦୁଃଖର ବିଷୟ ଆଜ୍ଞା। ସେମାନେ ଯେତେ କହିଲେ ମଧ୍ୟ ନାଇଁ ସମୟ ହେଲା ନାଇଁ କି ଦୂର ହେଲା ବୋଲି କହିଲେ ମଧ୍ୟ ସେଇଟା ଠିକ ହବ ନା। ଆପଣ ଯେହେତୁ ଗଜପତିରୁ ଯାଇପାରିଲେ ତ ସେମାନେ କଟକ ଭୁବନେଶ୍ୱରରୁ ସେମାନଙ୍କୁ ଯାଇପାରିଥାନ୍ତେ। ଗୋଟେ ଶୋ ଯଦି କରିବାକୁ ପଡିବ ତାହେଲେ ସେମାନେ କଟକରୁ ମଧ୍ୟ ଆନ୍ଧ୍ରାକୁ ଯାଆନ୍ତି, ଦିଲ୍ଲୀ ଯାଆନ୍ତି, ଏମିତିକି ଅଷ୍ଟ୍ରେଲିଆ ଯାଆନ୍ତି, କିନ୍ତୁ ସେ ଏତେ ବଡ କଳାକାର ମରିଗଲେ ତାଙ୍କୁ ଶେଷ କାର୍ଯ୍ୟକ୍ରମ ଶେଷ କୃତ୍ୟ କରିବା। ଆପଣ ବଢିଆ କଥା କ୍ୱେଶ୍ଚିନ୍ କଲେ। ଦେଖନ୍ତୁ ଯେତେବେଳେ କି ମାନେ ଗୋଟେ ହିରୋ ଅବା ଗୋଟେ ପ୍ରଡ୍ୟୁସର ଯେତେବେଳେ କି ହ୍ୟୁମାନ ଭାଇକୁ ଖୋଜିବ, ହ୍ୟୁମାନ ଭାଇ ଟିଟଲାଗଡରେ ଥାଉ କି ତାର ସୋଜରେ ଗୋଟେ ମୁମ୍ବାଇରେ ଥାଉ କି ବେଙ୍ଗଲୋରରେ ଥାଉ କି ଆସାମରେ ଥାଉ ଯୋଉଠି ବି ଥାଉ ତାଙ୍କୁ ଗୋଟେ ଡେଟ୍ ଦବ, ଶୀଘ୍ର ଯାଇକି ପହଞ୍ଚିକି ତାଙ୍କର ମାନେ କମ୍ପୋଜ ହଉ ଯାହା ତାଙ୍କୁ ମାନେ ସମୟ ଦେବା ଦରକାର ତାଙ୍କୁ ପାଖକୁ ଯାଇକି ତାଙ୍କ ମାନେ କାର୍ଯ୍ୟ କରୁଥିଲେ, ଗୀତ ଗାଉଥିଲେ, କୋଉଠି ଥିଲେ ବି ଯାଇକି ତାଙ୍କ ପାଖକୁ ପହଞ୍ଚୁଥିଲେ। ତ ସେମାନେ ବି ଟିକେ ଚିନ୍ତା କରିବାର ଥିଲା କି ଆମେ ଯାଇକି ସେ ଜାଗାରେ ଟିକେ ପହଞ୍ଚିଥାନ୍ତୁ, ଅବଶ୍ୟ ତାଙ୍କର ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରିକି ଆସିଥାନ୍ତୁ। ସେତିକି କରିଥିଲେ ମାନେ ଟିକେ ବେଟର ହେଇଥାନ୍ତା ବୋଲି ମୋ ଚିନ୍ତା। ତ ଏତିକିରୁ ଜଣା ପଡିଯାଉଛି ଯେ ସୋସାଇଟିରେ ଲୋକମାନଙ୍କର ସ୍ୱାର୍ଥ କେତେ ଅଛି। ଆଜ୍ଞା ସାର୍ ଆଜ୍ଞା ବଞ୍ଚିଥିବା ସମୟରେ ତା ସହିତ ଭାଇ, ତା ସହିତ ଫ୍ରେଣ୍ଡ, ତା ସହିତ ସବୁ କିଛି କଲେ, କିନ୍ତୁ ମରିଗଲା ପରେ ଯୋଉ ଏଇ ପ୍ରକାର ଭାବରେ ତାଙ୍କର ଡେଡ ବଡି କୁ ଛାଡିଦେଲେ, ତାପରେ ସେମାନେ ସବୁ ସତ୍କାର ପାଇଁ ହିଁ ଆସିଲେ ନାହିଁ। ଏଇଟା ଗୋଟେ ବେଶୀ ଦୁଃଖର ବିଷୟ। ନାଇଁ ମାନେ ଓଡିଶାର ମାନେ ପ୍ରତିଟି ଘରେ ପ୍ରତିଟି ଜାଗାରେ ମାନେ ହ୍ୟୁମାନ ଭାଇକୁ ଭଲ ପାଆନ୍ତି, ପ୍ରତିଟି କଳାକାର ବି ଭଲ ପାଆନ୍ତି, କିନ୍ତୁ ସେଇ ଟାଇମରେ ମାନେ ପହଞ୍ଚିଥିଲେ ଗୋଟେ ବହୁତ ଭଲ ହେଇଥାନ୍ତା ବୋଲି ମୋର ଚିନ୍ତା ଥିଲା ଆଜ୍ଞା, କିନ୍ତୁ ସେ ସବୁ ହେଇପାରିଲାନି। ନିଶ୍ଚୟ ଦୁଃଖର ବିଷୟ। ଏଇଟା ଇଣ୍ଡଷ୍ଟ୍ରି ପାଇଁ ବି ମାନେ ଗୋଟେ ଦୁଃଖର କାରଣ। ଲୋକମାନେ ବି ଜାଣିବା ଦରକାର କି ଗୋଟେ ଏତେ ବଡ କଳାକାରକୁ ଆମେ କୋଉ ଭଳିଆ ମାନେ ଶେଷ ବିଦାୟ ଦେବା, ଶେଷ ସମୟରେ କେମିତି ପହଞ୍ଚିବା, ଆଉ ଟିକେ ଜାଣିବା ଦରକାର ଥିଲା। ମୁଁ ବହୁତ ଛୋଟ କଳାକାର, ମୁଁ ସେମାନଙ୍କ ମାନେ ମାନେ ଜାଗାରେ ପହଞ୍ଚି ପାରିବିନି, କିନ୍ତୁ ଏସବୁ ଗୋଟେ ମାନେ ଜାଣିବା ଦରକାର ଥିଲା କି କଣ ମାନେ କରିବା ଦରକାର ଥିଲା ସେଇ ଟାଇମରେ, ସେଇ ମୁହୂର୍ତ୍ତରେ। ତ ହ୍ୟୁମାନ ଭାଇ ସେମାନଙ୍କର ଗୋଟେ ମାନେ ସିନେମା ଜଗତରେ ଗୋଟେ ନୂଆ ରୂପ ଦେଇଥିଲେ, ନୂଆ ପ୍ରତିଛବି ବନେଇ, ନୂଆ ମାନେ ଓଡିଆର ଇଣ୍ଡଷ୍ଟ୍ରିର ଛବିକୁ ସେ ବନେଇ ଦେଇଥିଲେ। ତାଙ୍କୁ ସେମାନେ ଏଇ ପ୍ରକାର ଭାବରେ ତାଙ୍କର ଶେଷ ବିଦାୟ ହେଲା। କିନ୍ତୁ ଯାହା ହଉ ପ୍ରଭୁଙ୍କର ଯୋଉ ପ୍ରେମଟା ପ୍ରକାଶ ପାଇଲା, ଆପଣ ମାନେ ସେଠି ଗଲେ, ଜାଗତିକ ସାଂସାରିକ ଗୀତ କରିବା ଲୋକମାନେ ତ ତାଙ୍କର ପାଖରେ ନଥିଲେ, କିନ୍ତୁ ଆପଣ ଶେଷ ପର୍ଯ୍ୟନ୍ତ ତାଙ୍କ ସହିତ ଥିଲେ। ଏଇଟା ହେଲା ବାସ୍ତବ ପ୍ରେମର ପରିଚୟ। ତ ଆପଣ ଆହୁରି କଣ ତାଙ୍କ ବିଷୟରେ କିଛି କହିବା ପାଇଁ ଅଛି ସିକ୍ରେଟ ବିଷୟ ମୁଁ ଯୋଉଟା ପଚାରି ପାରି ନାହିଁ, ଆପଣ ଯଦି ଚାହୁଁଛନ୍ତି କହିପାରିବେ, ତାପରେ ଆମେ ଏଣ୍ଡ କରିବା। ଆଚ୍ଛା, ଆଉ ମାନେ କଣ କହିବି ଆଜ୍ଞା, ମାନେ କିଛି ବି ତ ମାନେ କହିପାରିବିନି, ବହୁତ ମାନେ ଦୁଃଖ ବି ଲାଗୁଛି ସବୁ କଥା ମନେ ପଡିକି। ସର୍ବମୋଟ କେତେଟା ଗୀତ ଆପଣଙ୍କ ପାଇଁ ସେ ଗାଇଛନ୍ତି ସେଇଟା କୁହନ୍ତୁ। ମ୍ୟାକ୍ସିମମ୍ ମାନେ ମନେ ପଡୁନି ଆଜ୍ଞା, ପ୍ରାୟ ଅଧିକ ଗୀତ ଗାଇଛନ୍ତି। ମୋର ମାନେ ବ୍ୟସ୍ତ ସକାଶେ ମୁଁ ବର୍ତ୍ତମାନ ମାନେ କଲେକ୍ସନ କରିପାରୁନି, ବହୁତ ଗୀତ ଗାଇଛନ୍ତି, ଆଉ ଗୁଡାଏ ଗୀତ ମାନେ ଲୋକପ୍ରିୟତା ହେଇଛି, ପ୍ରଭୁଙ୍କର ଗୌରବ ନିମନ୍ତେ କୋଣେ କୋଣେ ପହଞ୍ଚି ପାରିଛି। ମୁଁ ଦେଖୁଥିଲି ଆପଣଙ୍କର ଯେତେବେଳେ ସେ ଯୋଉ କେକ୍ ସେରେମନି କରୁଥିଲେ ଆପଣ, ସେ ଆପଣ ମାନଙ୍କ ସହିତ ଏତେ କ୍ଲୋଜ ହେଇଯାଇଥିଲେ। ଆଜ୍ଞା ସାର୍ ମାନେ ସେ ଗୋଟେ ଏତେ ବଡ ସେଲିବ୍ରିଟି, ଆମର ଓଡିଶାର ଗୋଟେ ଟପ୍ ଲେଭେଲ ସିଙ୍ଗର। ଆଜ୍ଞା ସାର୍ ତାଙ୍କ ସହିତ ଏମିତି ଗୋଟେ କାମ, ଏମିତି ଗୋଟେ ଫଙ୍କସନ ଟେ ଆପଣ କରିପାରିଛନ୍ତି, ସେଇଟା ମୁଁ ଦେଖି ଆଶ୍ଚର୍ଯ୍ୟ ହେଇଗଲି, ବୁଝିଲେ କି ନାହିଁ। ମୁଁ ବହୁତ ମାନେ ଗର୍ବିତ ଆଜ୍ଞା, କାହିଁକି ନା ବହୁତ ବଡ କଳାକାର ତାଙ୍କୁ ଲୋକ ମାନେ ଖୋଜିଲେ ପାଆନ୍ତି ନାହିଁ, ମାନେ ଏତେ ବ୍ୟସ୍ତତା ରହୁଥିଲେ, ପୁଣି ବହୁତ ମାନେ ତାଙ୍କର ଅଲଗା, ତ ଆମେ ଯାଇକି ତାଙ୍କ ସହିତ ଗୋଟେ କାମ କରିପାରୁଥିଲୁ, ନିଜେ ପ୍ରାଉଡ ଫିଲ୍ ମୁଁ ନିଜେ କରେ କି ମୁଁ ଗୋଟେ ଛୋଟିଆ କଳାକାର, ଏତେ ବଡ ମାନେ କଳାକାରଙ୍କ ସହିତ ପ୍ରଭୁ ସୁଯୋଗ ଦଉଛନ୍ତି କାମ କରିବା ପାଇଁ, ମୁଁ ବହୁତ ମାନେ ଖୁସିରେ ହିଁ ଥିଲି ଆଜ୍ଞା। ଶେଷରେ ତାଙ୍କର ଗଳାରେ କିଛି ପ୍ରୋବ୍ଲେମ ହେଇଥିଲା, ଇନଫେକ୍ସନ କଣ ହେଇଥିଲା ବୋଲି ଶୁଣିବାକୁ ପାଉଥିଲି, ସେଟା କଣ ହେଇଥିଲା? ତାଙ୍କର ମାନେ ବେକରେ ଗୋଟେ ଛୋଟିଆ କଳା ଦାଗ ଥିଲା ଆଜ୍ଞା। ଯୋଉ ଟାଇମରେ ଲାଷ୍ଟ ଯୋଉ ରେକର୍ଡିଂ ମୁଁ କଲି ଖ୍ରୀଷ୍ଟିଆନ ସଙ୍ଗ ଆମର ଭଜନ, ଯେତେବେଳେ 4ଟା ଗୀତ ଡବିଂ ହେଲା, ଫାଷ୍ଟ ଯେତେବେଳେ ଷ୍ଟୁଡିଓ ବର୍ଷନ କରିବା ପାଇଁ ଗଲି, ତାଙ୍କୁ ମୁଁ ଦେଖୁଛି ଛୋଟରେ ବେକର ଛୋଟ କଳା ଦାଗ ଥିଲା। ତାଙ୍କୁ ମୁଁ ପଚାରିଲି କଣ ହେଇଛି ଭାଇ? ନା କିଛି ନୁହଁ, ଦେହ ଟିକେ ଏଇ ଟାଇପ ର ହେଇଛି। ତ ଜଣେ ରେକର୍ଡିଷ୍ଟ କହୁଥିଲେ କି ସେଟା ଗୋଟେ ସର୍ଜରୀ, ଛୋଟ ସର୍ଜରୀ ଟେ ହେଇଥିଲା ବୋଲି।
ହଁ ମୁଁ ବି ଶୁଣିବାକୁ ପାଇଲି ସାର୍। ମୁଁ ଆମର MRI ର ରେକର୍ଡିଂକୁ ବି କଲ୍ କରିଥିଲି। ଆମର ଯୋଉ ଶକ୍ତି ସାର୍ ଅଛନ୍ତି ତାଙ୍କେ ବି କହୁଥିଲେ ତାଙ୍କର ଇଣ୍ଟରଭ୍ୟୁ ଦେଖୁଥିଲି ସେ କହୁଥିଲେ ଆଜ୍ଞା ହଁ ତାଙ୍କେ ବି କହିଥିଲେ ସୁନ୍ଦର ଆଉ ଭାଇଙ୍କର ଏ ଟିକେ ମାନେ ପ୍ରୋବ୍ଲେମ ହେଇଛି ସବୁ କହୁଥିଲେ। ତ ମୁଁ ଭାଇଙ୍କୁ ସେଇଦିନ ଯାଇକି କହିଲି ଭାଇ ଏମିତି ଏମିତି କଣ, ହଁ ମୁଁ ଠିକ ହେଇଯିବି କିଛି ଅସୁବିଧା ନାହିଁ ସୁନ୍ଦର ଭାଇ ବୋଲି ମତେ କହିଥିଲେ। ତ ଆପଣଙ୍କର ଫ୍ୟୁଚର ଟା କଣ ବର୍ତ୍ତମାନ? ହ୍ୟୁମାନ ସାଗର ତ ଚାଲିଗଲେ, ଏବେ ଆପଣ କଣ ମାନେ ଗୀତ କେତେ ଆଗକୁ କରିବେ, କଣ କରିବେ? ଆଉ ଯୋଉ ଗୀତ ଅଛି ଆପଣ ପେଣ୍ଡିଂ ହେଇକି ବର୍ତ୍ତମାନ ସେଇଟା କେବେ ରିଲିଜ ହବ, କଣ ହବ, କୋଉ ଚ୍ୟାନେଲ ରିଲିଜ ହବ? ହଁ ଆମର ଗୋଟେ ମସେସ ଦିଗାଲ ଅଫିସିଆଲ ବୋଲି ଅଛି, ଆମର ନୂଆରେ ସେଇ ଚ୍ୟାନେଲ ଟା ଖୋଲିଛନ୍ତି ଆମର ଫୁଲବାଣୀର ଜଣେ ଭାଇ, ପୁଣି ଗୁଣପୁରର ଗୋଟେ ପ୍ରଡ୍ୟୁସର ଅଛନ୍ତି, ଏମିତି ରାୟଗଡ଼ାରେ ଜଣେ ପ୍ରଡ୍ୟୁସର ଅଛନ୍ତି, ଏମିତି 4ଟା ପ୍ରଡ୍ୟୁସର ଅଛନ୍ତି। ସେମାନଙ୍କ ଚ୍ୟାନେଲରେ ଗୀତଟି ଉନ୍ମୋଚନ ହବ। କିଛି ଦିନ ପରେ ଆମେ ଉନ୍ମୋଚନ କରିବା, କାହିଁକି ନା ବର୍ତ୍ତମାନ ଟିକେ ସେଇ ଦୁଃଖ ଅବସ୍ଥାରେ ସମସ୍ତେ ଅଛନ୍ତି। କିଛି ଦିନ ପରେ ପରେ ଆମେ ସେଇ ଗୀତ ଗୁଡାକ ଉନ୍ମୋଚନ କରିବା ଆଜ୍ଞା, ନିହାତି। ନିଶ୍ଚୟ, ଥ୍ୟାଙ୍କ ୟୁ। ଆପଣ ସମୟ ଦେଲେ ସୁନ୍ଦର ଭାଇ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ ଏଇ ପ୍ରକାର କଥାବାର୍ତ୍ତା କରିବା ପାଇଁ ସୁଯୋଗ ପ୍ରଭୁ ଦେଲେ। ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଉ ତାଙ୍କର ମାଙ୍କୁ ବିଶେଷ କରି ମୁଁ ବିଶେଷ ହୃଦୟର ସହିତ ଆଉ ମାଙ୍କ ପାଇଁ ପ୍ରାର୍ଥନା ଆମେ କରିବା। ମାଙ୍କୁ ସେମିତି ଗୋଟେ ମା ମାନେ ବହୁତ କଷ୍ଟ ଭାଇ, ମୋ ମନରେ ମୁଁ ଭାବୁଛି ଯେ ମାନେ ନିଜର ସମସ୍ତଙ୍କୁ ସେ ହରେଇଛନ୍ତି। ହଁ ସାର୍, ସତ କଥା। ସେଇଟା ଗୋଟେ ବହୁତ ଦୁଃଖର ବିଷୟ। ଆଉ ତାଙ୍କୁ ପ୍ରଭୁ ଶକ୍ତି ଦିଅନ୍ତୁ। ନିଶ୍ଚୟ ପ୍ରଭୁଙ୍କର ଆଗମନ ହେବା ପରେ ସେ ତାଙ୍କର ପୁଅ ମାନଙ୍କ ସହିତ, ନିଜ ସ୍ୱାମୀ ସହିତ ସେ ସାକ୍ଷାତ ହେଇପାରିବେ, ସେଇଟା ହିଁ ଆମର ପ୍ରାର୍ଥନା। ଆଜ୍ଞା ସାର୍। ଆଉ ଲାଷ୍ଟରେ ଆପଣ ପଦେ କୁହନ୍ତୁ ଅଡିଏନ୍ସ ମାନଙ୍କୁ ଏବଂ ତାଙ୍କ ପରିବାର ପାଇଁ, ଆଜ୍ଞା, ଏବଂ ଆମେ ଏଣ୍ଡ କରିବା। ଓକେ ସାର୍, ମୁଁ ଆପଣଙ୍କୁ ପୁନର୍ବାର ଧନ୍ୟବାଦ ଦିଏ। ଆଉ ଆପଣଙ୍କୁ ବି ବହୁତ ଖୁସି ଲାଗେ କି ଆମ ଖ୍ରୀଷ୍ଟ ସମାଜ ପାଇଁ ବହୁତ ଆପଣ ଆଗରେ ଅଛନ୍ତି। କିଛି ଅସୁବିଧା ହଉ କି ଯାହା ବି ଆପଣଙ୍କର ଗୋଟେ ମୁଁ ଭିଡିଓ ସବୁବେଳେ ଦେଖେ, ବହୁତ ଖୁସି ଲାଗେ। ଆଉ ପ୍ରଭୁ ଆପଣଙ୍କୁ ବ୍ଲେସିଂ କରନ୍ତୁ। ଆଉ ମୋ ଭଳିଆ ଗୋଟେ ଛୋଟିଆ କ୍ଷୁଦ୍ର କଳାକାରକୁ ଆପଣ ମନେ ପକେଇକି କଲ୍ କରୁଛନ୍ତି। ଆପଣ ଛୋଟ ନୁହନ୍ତି, ଆପଣଙ୍କୁ ମୁଁ ଧନ୍ୟବାଦ ଦିଏ ଆଜ୍ଞା, ବହୁତ ବହୁତ ଧନ୍ୟବାଦ, କୃତଜ୍ଞତା ଜଣାଏ। ଏତିକି କହିବି ପ୍ରତ୍ୟେକ ଓଡିଶାବାସୀଙ୍କୁ, ଆଉ ଯେତେ ବି ଆଜି ଆଉ ଦେଖୁଛନ୍ତି ଭିଡିଓ ମାଧ୍ୟମରେ କି ଅଡିଓ କଲ ରେକର୍ଡିଂ ମାଧ୍ୟମରେ, ଆଉ ଆମେ ପ୍ରାର୍ଥନା କରିବା ଆଉ ହ୍ୟୁମାନ ଭାଇଙ୍କ ପରିବାର ପାଇଁ, ତାଙ୍କ ମାଙ୍କ ପାଇଁ, ପୁଣି ତାଙ୍କର ଏକମାତ୍ର କନ୍ୟା ଅଛନ୍ତି, ଆଉ ସେମାନେ ଯେମିତି କି ଆଉ ଭଲରେ ଥିବେ ଏଥିପାଇଁ ପ୍ରାର୍ଥନା କରିବା। ପୁଣି ହ୍ୟୁମାନ ଭାଇଙ୍କ ପାଇଁ ବି ସଦା ସର୍ବଦା ଆମେ ପ୍ରାର୍ଥନା ଶୁଣ ରଖୁଥିବା। ଥ୍ୟାଙ୍କ ୟୁ, ଗଡ୍ ବ୍ଲେସ ୟୁ। ଆପଣଙ୍କର ଫ୍ୟୁଚର ଜର୍ଣ୍ଣିଟା ଏମିତି ହିଁ ରଖନ୍ତୁ, ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଜ୍ଞା, ଥ୍ୟାଙ୍କ ୟୁ ସାର୍, ପ୍ରେଜ ଦ ଲର୍ଡ, ନମସ୍କାର। ପ୍ରେଜ ଦ ଲର୍ଡ। ଆଜ୍ଞା, ଥ୍ୟାଙ୍କ ୟୁ।